Welcome everyone to my channel. ଆଜିର ଓଡ଼ିଆ ବ୍ୟାକରଣ ଅନଲାଇନ କ୍ଲାସରେ ଆମେ ଏହାର ଆଉ ଏକ ଅଧ୍ୟାୟ ବଚନ ଡିସ୍କସନ କରିବା। ପୂର୍ବ କ୍ଲାସ ମାନଙ୍କରେ ଆମର ଧ୍ୱନି, ସ୍ୱରବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ, ବର୍ଣ୍ଣମାଳା ତଥା ମାତ୍ରା, ଫଳା, ଯୁକ୍ତ ବର୍ଣ୍ଣ ଏସବୁ ଉପରେ ଡିସ୍କସନ କରିକି ଆମେ ଆସିସାରିଛନ୍ତି। ସେସବୁ ବିଷୟରେ ଆମର ଡାଉଟ୍ କ୍ଲିୟର କ୍ଲାସ ମଧ୍ୟ ସରିଛି। ତେଣୁକରି ଆଜିର କ୍ଲାସରେ ଆମେ ଡିସ୍କସନ କରିବା ଆଜିର ଅଧ୍ୟାୟରେ ବଚନ କଣ, କେତେ ପ୍ରକାରର, ଏହା କିଭଳି ଭାବରେ ବ୍ୟବହୃତ କରାଯାଏ, ଏକବଚନକୁ କେଉଁ କେଉଁ ଉପାୟରେ ଆମେ ବହୁବଚନରେ ପରିଣତ କରିଥାନ୍ତି, ସେସବୁ ବିଷୟ ଡିସ୍କସନ କରିବା। ଦୟାକରି ଯେଉଁମାନେ ମୋ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ଦୟାକରି ସବସ୍କ୍ରାଇବ କରନ୍ତୁ, ଲାଇକ୍, ସେୟାର ଏବଂ କମେଣ୍ଟ କରିବାକୁ ଭୁଲିବେ ନାହିଁ। ଓକେ, ଚାଲନ୍ତୁ ଆମେ ଆଜି ପଢିବା ବଚନ। ବଚନ କହିଲେ ଆମେ କଣ ବୁଝିଥାଉ? ବଚନ ଅର୍ଥ ହଉଛି ଯାହା ଦ୍ୱାରା ଆମେ କୌଣସି ବସ୍ତୁ ବା ପ୍ରାଣୀର ସଂଖ୍ୟା ଗଣିପାରୁ ବା ଜାଣିପାରୁ। ଯାହା ଦ୍ୱାରା ବସ୍ତୁ ବା ପ୍ରାଣୀର କଣ ସଂଖ୍ୟା ଗଣନା କରି ଜଣାଯାଏ ତାହାକୁ ଆମେ ବଚନ କହିଥାନ୍ତି। ଓକେ, এই ବଚନ ଆମର ଓଡ଼ିଆ ଭାଷାରେ ଦୁଇଟି ବଚନର ବ୍ୟବହାର କରାଯାଉଛି, ଯଥା ଏକ ବଚନ ଏବଂ ବହୁ ବଚନ। ଏକ ଅର୍ଥରେ ରହିଲେ ଏକ ବଚନ, ଏକରୁ ଅଧିକ ଅର୍ଥରେ ବୁଝାଇଲେ ସେଟା ହବ ଆମର କଣ ନା ବହୁ ବଚନ। ଓକେ, ଏକ ବଚନ କାହାକୁ କହନ୍ତି? କହିଆସିଲୁ ନା ଯେଉଁ ଶବ୍ଦର ବ୍ୟବହାର ଦ୍ୱାରା ବସ୍ତୁ ବା ପ୍ରାଣୀର ସଂଖ୍ୟା ଗୋଟିଏ ବୋଲି ଜଣାପଡେ। ଯାହା ଦ୍ୱାରା ଆମେ କଣ କହିଥାଉ? ଗୋଟିଏ ବହି, ଗୋଟିଏ କୁକୁର, ଗୋଟିଏ ଘର, ଗୋଟିଏ ଗଛ, ଯେଉଁ ଶବ୍ଦର ବ୍ୟବହାର ଦ୍ୱାରା ଆମେ ବସ୍ତୁ ବା ପ୍ରାଣୀର ସଂଖ୍ୟା ଗୋଟିଏ ବୋଲି କହିଥାଉ ତାହାକୁ ଏକ ବଚନ କହନ୍ତି। ଯେଉଁ ଶବ୍ଦର ବ୍ୟବହାର ଦ୍ୱାରା ବସ୍ତୁ ବା ପ୍ରାଣୀର ସଂଖ୍ୟା ଏକରୁ ଅଧିକ ବୋଲି କୁହାଯାଏ ତାହାକୁ ଆମେ ବହୁ ବଚନ ମଧ୍ୟ କୁହନ୍ତି। ଏକ ବଚନରେ ଆମର ବସ୍ତୁର ବା ପ୍ରାଣୀର ସଂଖ୍ୟା ଗୋଟିଏ ବୋଲି କୁହାଯାଏ। ବହୁ ବଚନରେ ଏକରୁ ଅଧିକ ହେଲେ ସେଟା ଆମର ବହୁ ବଚନ। ବଚନ ହଉଛି ବସ୍ତୁ କିମ୍ବା ପ୍ରାଣୀର ଗଣନା ସଂଖ୍ୟାକୁ ଆମେ ବଚନ କହିଥାନ୍ତି। ଓକେ, ଆସନ୍ତୁ ଦେଖିବା କେମିତି କଣ ଆମେ ଏଇ ସବୁ ଶବ୍ଦ ଗୁଡ଼ିକର, ଏଇ ଏକ ବଚନ ରୂପୀ ଶବ୍ଦ ଗୁଡ଼ିକର ବହୁ ବଚନ ଆମେ ଡେ ଟୁ ଡେ ଲାଇଫରେ କରିଥାନ୍ତି। ଯେପରି ମୁର ବହୁ ବଚନ ଆମେ କଣ କରିଥାନ୍ତି ନା ଆମେ, ଆମେମାନେ, ଆମ୍ଭେମାନେ, ତୁ, ତୁମ୍ଭେ, ଆପଣର, ତୁମ୍ଭେମାନେ, ତୁମେମାନେ, ତୁମ୍ଭେ ସବୁ, ଆପଣମାନେ, ସେ, ତାହା, ସିଏ, ଏମାନଙ୍କର ବହୁ ବଚନ ଯୋଉ ରୂପ ଆମର ହଉଛି କଣ ନା ସେମାନେ, ସେଗୁଡିକ, ସେହିଗୁଡିକ, ସେସବୁ, ସେହିମାନେ, ତାହା ସବୁ, ଯିଏ, ଯାହା, ଏହା, କେ, ଏମାନଙ୍କର ବହୁ ବଚନ ଯୋଉ ରୂପ ଗୁଡିକ ହଉଛନ୍ତି କଣ ନା ଯେଉଁଗୁଡିକ, ଯେସବୁ, ଯେଉଁମାନେ, ଏଗୁଡିକ, ଏସବୁ, କେଉଁମାନେ, ଏଇସବୁ, ଯାହା ଯାହା। ଏଇଭଳି ଭାବରେ ଆମେ ଗୋଟେ ଏକ ବଚନ ଶବ୍ଦକୁ ବହୁ ବଚନରେ ରୂପାନ୍ତରିତ କରିଥାନ୍ତି। ଓକେ, ନେକ୍ସଟ ଆମେ ଦେଖିବା କିଛି ନିୟମ ଥାଏ ଯେ କେଉଁ କ୍ଷେତ୍ରରେ ଆମର କିଭଳି ଶବ୍ଦ ବ୍ୟବହାର କରିବା, କେଉଁ ନିୟମ ବ୍ୟବହାର କରି ଆମେ ଗୋଟିଏ ଏକବଚନ ଶବ୍ଦକୁ ଓଡ଼ିଆ ବ୍ୟାକରଣରେ ଆମେ ବହୁ ବଚନରେ ରୂପାନ୍ତରିତ କରିଥାଏ। ଏଇଗୁଡିକ ପରୀକ୍ଷା ବେଳେ ବହୁତ ଆସିଥାଏ। ତେଣୁକରି ଏଗୁଡିକ ପରୀକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଯେକୌଣସି ପରୀକ୍ଷା ହଉ, ଆମର ଯେଉଁ ପରୀକ୍ଷା ଗୁଡିକ ଓଡିଶା ଗଭର୍ଣ୍ଣମେଣ୍ଟର ପରୀକ୍ଷା ଥାଏ ତାହାର ଓଡ଼ିଆ ଏକ ସବଜେକ୍ଟ ରୂପେ ଥାଏ ପରୀକ୍ଷା ପାଇଁ। ଏକ୍ଜାମରେ ସେଥିରୁ ଯୋଉ ଗ୍ରାମାର ଆସେ, ସେ ଧ୍ୱନି ହଉ, ବର୍ଣ୍ଣମାଳା ହଉ, କି ଆମର ପଦ ବିଶେଷ୍ୟ ପଦ ହଉ, ସର୍ବନାମ ହଉ, ତଦ୍ଧିତ, କୃଦନ୍ତ ଶବ୍ଦ, ଏସବୁ ଉପରେ ଯାହା ହେଲେ ଆମର କଣ ହୁଏ ନା ଗୋଟେ କ୍ୱେଶ୍ଚିନ୍ ଆସିଥାଏ। ତେଣୁକରି ବଚନ ଉପରୁ ମଧ୍ୟ ବେଳେ ବେଳେ ଆସିଥାଏ। ତେଣୁକରି ବଚନ ଯୋଉ ଏକ ବଚନକୁ ବହୁ ବଚନରେ କେମିତି କଣ ପରିବର୍ତ୍ତନ କରିବା, ତାର କେତୋଟି ନିୟମ ଅଛି, ସେ ନିୟମ ଗୁଡିକ ବର୍ତ୍ତମାନ ପଢିବା। ଏଟା ଦିଆଯାଇଛି ଓଡ଼ିଆରେ କେତେକ ସ୍ତର ଏକ ବଚନକୁ ସୂଚାଇବା ପାଇଁ ଆମେ ପଢିକି ଆସିଲେ, ମାନେ ଗୋଟିଏ ବୋଲି ଏଟା, ଟିଏ, ଗୋଟିଏ, ଗୋଟାଏ, ଖଣ୍ଡିକ, ଖଣ୍ଡିକ, ଖଣ୍ଡେ, ଏଇଭଳି ସୂଚକ ଚିହ୍ନ ଲାଗିଥିଲେ ଆମେ ତାକୁ କହିବା କଣ ନା ଏକ ବଚନ। ଏହି ସୂଚକ ଗୁଡିକ ମଧ୍ୟରୁ କେତେକ ଶବ୍ଦ ପୂର୍ବରୁ ଲାଗିଥାଏ। ଗୋଟିଏ ବହି, ଖଣ୍ଡିଏ ବହି, ଏସବୁ ପୂର୍ବରୁ ଲାଗିଛି। ଏଠି ଯେମିତି ଅଛି ଆମର ପିଲାଟି, ଏଟିଟା ଆମର ପରେ ଲାଗିଛି। ମାତ୍ର ଏକ ବଚନକୁ ଯଦିଓ ବୁଝାଉଛି, ମାତ୍ର ଏଠି ପିଲାଟି, ଆମେ ତ ଲେଖିବା ବହିଟି, ଇଏ ମଧ୍ୟ ଏକ ବଚନକୁ ବୁଝେଇବ। ଓକେ, ବହିଟି, ପିଲାଟି, ଘରଟେ, ଗାଡିଟେ,
ତେଣୁକରି କେତେକ ଏଇ ସୂଚକ ଗୁଡିକ ଏଇ ଯୋଉ ଟିଟା, ଗୋଟିଏ ଗୋଟାଏ, ମାନେ, ଖଣ୍ଡିକ ଖଣ୍ଡେ, ଏସବୁ ଏଇ ସୂଚକ ଗୁଡିକ କେତେକ ଶବ୍ଦର ପୂର୍ବରୁ ବସିଥାଏ ଏବଂ କେତେକ ଶବ୍ଦର ପରେ ବସିଥାଏ। ଶବ୍ଦର ପୂର୍ବରୁ ଲାଗିଥିବା ସୂଚକ ଗୁଡିକୁ ଅଭିଯୋଜକ, ଯୋଉ ଏ ଆମର ଖଣ୍ଡିଏ ବହି, ଏଠି ଖଣ୍ଡିଏ ହଉଛି ଅଭିଯୋଜକ ଶବ୍ଦ। ଗୋଟେ କଥା, ଏଟା ହଉଛି ଆମର ଅଭିଯୋଜକ ଶବ୍ଦ, କାରଣ କଥାର ପୂର୍ବରୁ ବସିକି ଆମର କଥାକୁ ଏକ ବଚନାନ୍ତ କରିଛି। ଯଦି ଆମର କହିବା କଥାଟି, କଥାଟି, କଥାଟି କହିଲେ ଆମର ଏ ଟିଟା ଟିଟା ଯୋଉ ଆମର ପରେ ଲାଗୁଛି, ଟି ଶବ୍ଦଟି କଥାର ପରେ ଲାଗୁଛି, ତେଣୁକରି ଏହାକୁ କୁହାଯିବ ସଂଯୋଜକ। ଗୋଟେ ହବ ଅଭିଯୋଜକ, ଟିଟି ହବ ସଂଯୋଜକ। ସଂଯୋଜକ ଯିଏ ଶବ୍ଦର ପରେ ଲାଗିଥାଏ, ଶବ୍ଦର ପୂର୍ବରୁ ଯିଏ ଲାଗିଥାଏ ତାହା ହଉଛି ଆମର କଣ, ଅଭିଯୋଜକ। ଓକେ, ସୋ ତାର କିଛି ପରବର୍ତ୍ତୀ ସ୍ଲାଇଡ ମାନଙ୍କରେ ଏଗୁଡିକ କିଛି ଏକ୍ସାମ୍ପଲ ଅଛି ମଧ୍ୟ, ତାକୁ ଆମେ ଦେଖିବା। ଓକେ, ସୋ ଆଉ ମଧ୍ୟ ଅଛି କେତେକ ସ୍ଥଳରେ ସମାନ ପରିମାଣ, ସମାନ ମାନେ ମାନ ସମ୍ମାନ, ସମାନ ପରିମାଣ ବୁଝିବା ପାଇଁ ମଧ୍ୟ ଏକ ବଚନରେ ଇଏ ଲାଗେ। ଓକେ, ଯେପରି ଦାସେ, ଦାସକୁ ସମ୍ମାନ ସହକାରେ ଆମେ ଦାସେ ବୋଲି ସମ୍ବୋଧନ କରିଥାଉ। ପଣ୍ଡିତେ ଆସିଲେଣି, ତା ଅର୍ଥ ଜଣେ ସମ୍ମାନସ୍ପଦ, ଆମେ ତାଙ୍କୁ ସମ୍ମାନ କରୁଛୁ। ଆଉ ରହିଲା ଆମର ପଦେ, ଇଞ୍ଚେ, ଟଙ୍କାଏ, ଏଠି ସବୁ ଇଏ ଲାଗି କରି ଆମର ଏକ ବଚନାନ୍ତ ହୋଇଛି। ଏଗୁলো ସବୁ ପରିମାଣକୁ ବୁଝାଉଛି। ଇଞ୍ଚେ ଜମି, ଓକେ, ମୁଁ ତାଙ୍କୁ ଇଞ୍ଚେ ଜମି ଛାଡିବି ନାହିଁ। ଯୋଉ ଇଞ୍ଚେ ଜମି, ଜମିର ପରିମାଣକୁ ବୁଝାଉଛି, ଏହା ଏକ ବଚନ। ଓକେ, ପଣ୍ଡିତଟା ଜଣକୁ ସମ୍ମାନ ଅର୍ଥରେ ଆମେ ପଣ୍ଡିତ କହୁଛନ୍ତି, ତେଣୁକରି ଏକ ବଚନାନ୍ତ ସ୍ଥଳରେ କେତେକ ସ୍ଥଳରେ ଆମର ଇଏ ଲାଗିଥାଏ। ବୁଝିଲେ, ଶବ୍ଦର ପୂର୍ବରୁ ଟିଟା ଗୋଟିଏ ଗୋଟାଏ ଲାଗିକରି ଯୋଉ ଆମର ଶବ୍ଦଟି ଏକ ବଚନାନ୍ତ ହୁଏ ତାହାକୁ କୁହନ୍ତି ଅଭିଯୋଜକ। ଯୋଉ ଶବ୍ଦ ଗୁଡିକୁ ଆମର ଶବ୍ଦର ପରେ ଲାଗିଥାଏ, ଯେପରି ଆମର ଗାଡିଟା, ଲୁଗା ଖଣ୍ଡେ, ବହି ଖଣ୍ଡିଏ, ଏଇ ଯୋଉ ଖଣ୍ଡିଏ ଶବ୍ଦ, ଇଏ ହଉଛି ଆମର ସଂଯୋଜକ। ଓକେ, ତ ସଂଯୋଜକ ଅଭିଯୋଜକ ଶବ୍ଦ ଲାଗି ମଧ୍ୟ ଆମେ ଏକ ବଚନ ଶବ୍ଦ କରିଥାନ୍ତି। ତା ସହିତ ଇଏ କେତେକ ସ୍ଥଳରେ ଯୋଉ ସମ୍ମାନ ଓ ପରିମାଣକୁ ବୁଝାଇବା ପାଇଁ ମଧ୍ୟ ଏକ ବଚନରେ ଇଏ ଲାଗିଥାଏ। ଓକେ, ସେଭଳି ବହୁ ବଚନ ଆମର ଏଇ ଯୋଉ ସଂଯୋଜକ ଅଭିଯୋଜକର ଉଦାହରଣ କିଛି ଆମର ପରବର୍ତ୍ତୀ ସ୍ଲାଇଡ ମାନଙ୍କର ଅଛି, ସେগুলো ଡିସ୍କସନ କରିବା ଆଉ ଥରେ। ଓକେ, ତ ଏବେ ବହୁ ବଚନ ଶବ୍ଦ, ବହୁ ବଚନ କଣ କହିଲେ ନା, ଯୋଉ ଶବ୍ଦଟା ଏକରୁ ଅଧିକ ପ୍ରାଣୀ ବା ବସ୍ତୁକୁ ବୁଝାଉଥାଏ। ଏଠି ସେଇଆ ଦେଇଛି, ଯେଉଁ ଶବ୍ଦର ବ୍ୟବହାର ଦ୍ଵାରା ବସ୍ତୁ ବା ପ୍ରାଣୀର ସଂଖ୍ୟା ଏକରୁ ଅଧିକ ବୋଲି ଜଣାଯାଏ ତାହା ହଉଛି ବହୁ ବଚନ ଶବ୍ଦ। କ୍ଲିୟର? ତେଣୁ ଓଡିଆ ଭାଷାରେ ବହୁ ବଚନକୁ ସୂଚାଇବା ପାଇଁ ମଧ୍ୟ କେତେକ ସୂଚକ ବା ଚିହ୍ନ ଅଛି। ଏଟା ହଉଛି ଆମର ଜେନେରାଲ ଜିନିଷ, ଯେପରି ଆମର ଟିଟା, ଗୁଡିଏ, ଖଣ୍ଡିଏ, ଟିଟା, ଖଣ୍ଡିଏ, ଗୋଟାଏ, ଗୋଟିଏ, ଏସବୁ ଆମର ଲେଖିଲେ କଣ ହବ, ଇଏ ସବୁ କଣ ଯୋଉ ସୂଚେଇଥାନ୍ତି ନା ଏକ ବଚନ ସୂଚେଇଥାନ୍ତି। ସେଇଭଳି ବହୁ ବଚନ କଣ ସୂଚେଇଥାନ୍ତି, ସେ ଶବ୍ଦ ଗୁଡିକ କଣ ଅଛି ନା ଏ, ମାନ, ମାନେ, ଗୁଡିକ, ଗୁଡାକୁ, ଗୁଡିଏ, ସମୂହ, ସବୁ, ଶ୍ରେଣୀ, ବର୍ଗ, ଗଣ, ଜନଗଣ, ଲୋକମାନଙ୍କର ସମୂହକୁ ବୁଝିଲା। ଯୁଥ, ଏଇ ଯୁଥଟା ହଉଛି କଣ ନା, ଯୋଉ ବାଉଁଶ, ଯୋଉ ଆମର ବାଉଁଶ, ବହୁତ ବାଉଁଶକୁ ଯୋଉ ଆମର ବାନ୍ଧିକରି ରଖିଥାନ୍ତି ତାକୁ କୁହାଯାଏ ଯୁଥ। ଓକେ, ଯୁଥ। ଦଳ, ପଲ, ରାଜି, ମାଳା, ପଙ୍କ୍ତି, ବୃନ୍ଦ, ରାଶି, ଏଇ ଶବ୍ଦ ଯୋଗରେ ମଧ୍ୟ ଆମ୍ଭେମାନେ ଗୋଟେ ଶବ୍ଦକୁ ବହୁ ବଚନାନ୍ତ କରିପାରିବା। ଏକ୍ସାମ୍ପଲ ଦିଆଯାଇଛି, ଦେଖନ୍ତୁ, ଏ ଯୋଗରେ ପିଲାଏ, ମାନେ ଯୋଗରେ ଲୋକମାନେ, ମନୁଷ୍ୟମାନେ, ଆମ୍ବ ଗୁଡିକ, ଏଠି ଗୁଡିକ ଲାଗିକି ଆମର ଆମ୍ବ ଗୁଡିକ ହୋଇଛି। ଗୁଡାକ ଲାଗିକି ଆମ୍ବ, ମାଙ୍କଡ ଗୁଡାକ ହେଲା। ଫଳ ଗୁଡିଏ, ପତ୍ର ଗୁଡାଏ, ପର୍ବତ ଶ୍ରେଣୀ, ବନ୍ଧୁ ବର୍ଗ। ଓକେ, ଗୋରୁ, ପଲ, ଡକାୟତ, ଦଳ, ଏଠି ଆମେ ଦଳ ଶବ୍ଦ ସଂଯୋଗ କରି ଡକାୟତକୁ ଆମେ ବହୁ ବଚନାନ୍ତ କରିଛେ। ଓକେ, ତେଣୁ ଏଇ ଶବ୍ଦ ଗୁଡିକ ଯୋଗରେ ମଧ୍ୟ ଆମେ ଗୋଟେ ଶବ୍ଦକୁ ବହୁ ବଚନ ରୂପେ ରୂପାନ୍ତରିତ କରିପାରିବା। କ୍ଲିୟର? ତେଣୁ ଅନେକ ଶବ୍ଦ ପୂର୍ବରୁ ଦେଖାଗଲା ଆମର ବହୁ, ବହୁତ, ଅନେକ, ଅଧିକାଂଶ, ଅଗଣିତ, ଗୁଡାଏ ଇତ୍ୟାଦି କିଛି ସୂଚକ ଲଗାଯାଇ ବହୁ ବଚନ କରାଯାଇଥାଏ। ପୂର୍ବରୁ ଲଗାଯାଏ, ଏଗୁଡିକ ସବୁ ପରେ ଲଗାଗଲା। ଏ, ମାନେ, ମାନେ, ମାନ, ଗୁଡିକ, ଗୁଡିକ, ଗୁଡାଏ, ସମୂହ, ସବୁ, ଏସବୁ ଯୋଉ ଆମେ ଲଗେଇଲେ ଏଗୁଡାକ କଣ କଲେ ନା, ଆମର ଶବ୍ଦର ପରେ ଲଗାଇକି ଆମର ଗୋଟେ ଶବ୍ଦକୁ ବହୁ ବଚନାନ୍ତ କଲେ। ଆଉ ଯୋଉ ସବୁ ଅଛି, ଆମର ବହୁ ଅଛି, ବହୁତ ଅଛି, ଅନେକ ଅଛି,
ସବୁ, କେତେକ, ଅଧିକାଂଶ, ଅଗଣିତ, ଗୁଡାଏ, ଗୁଡିଏ ଏ ଶବ୍ଦ ଗୁଡିକ ଲଗାଇ ମଧ୍ୟ ଆମେ କିଛି ଶବ୍ଦକୁ ବହୁବଚନାନ୍ତ କରିପାରନ୍ତି, କିନ୍ତୁ ଏହା ପୂର୍ବରୁ ଲାଗିଲେ ବି ହବ। ଯେପରି ବହୁ ରାଜା, ରାଜା, ବହୁ ରାଜା, ଏ ବହୁ ଶବ୍ଦ ଲାଗି ଆମର ମାନେ ଏକରୁ ଏକାଧିକ ରାଜାଙ୍କୁ ବୁଝାଉଛି। ଏଠି ଆମେ ରାଜା ମାନେ ବି ଲେଖିବା, ସେଇ ଏକା ଅର୍ଥ ହବ, ବହୁବଚନାନ୍ତ ହବ, ରାଜା ମାନେ। ଏଠି ମାତ୍ର ମାନେ ଶବ୍ଦଟି ପରେ ଲାଗିଛି, ଏଠି ବହୁ ଶବ୍ଦଟି ଆଗରେ ଲାଗିଛି। ଏ ଯୋଉ ଆମର ପରେ ଲାଗିଥିବା ଶବ୍ଦ ଗୁଡିକ ଆମେ ବର୍ତ୍ତମାନ ଏଇଠି ଡିସ୍କସନ କରିକି ଆସିଲେ, 1 ନମ୍ବରରେ ଆମେ ଡିସ୍କସନ କରିକି ଆସିଲେ। ଓକେ, ସେପରି ବହୁତ ପିଲା, ଏଠି ବହୁତ ପୂର୍ବରେ ଲାଗିଛି, ପିଲାମାନେ ଲେଖିଦେବା, ମାନେଟା ପଛେ ଲାଗିଲା। ତେଣୁ ଆମେ ବହୁତ ପିଲାମାନେ କହିଲେ, ଏଇଠି ଦେଇଛି ଯେ ବହୁତ ପିଲାମାନେ କହିଲେ ଭୁଲ ହବ, କାହିଁକିନା ବହୁତ ଗୋଟିଏ ବହୁବଚନାନ୍ତ ସୂଚକ, ମାନେ ବି ଗୋଟିଏ ବହୁବଚନାନ୍ତ ସୂଚକ। ଏଇ ଦୁଇଟି ଶବ୍ଦ ଗୋଟିଏ ଶବ୍ଦକୁ ଏକା ସାଙ୍ଗରେ ବହୁବଚନ ରୂପେ ନିରୂପଣ କରିପାରିବେ ନାହିଁ, କାରଣ ମାତ୍ର ଆମେ ଗୋଟିଏ ଶବ୍ଦ, ଆମର ଗୋଟିଏ ସୂଚକ ଲଗେଇଦେଲେ, ପିଲାରେ ମାନେ ଲଗେଇଦେଲେ, ପିଲାମାନେ ଲଗେଇଦେଲେ ଆମର ବହୁବଚନ ହେଇପାରିବ, ନଚେତ ପିଲା ପୂର୍ବରୁ ବହୁତ ଲଗେଇଦେଲେ ବହୁବଚନ ହେଇପାରିବ। କିନ୍ତୁ ଦୁଇଟି ଲଗେଇଲେ ଏ ବ୍ୟାକରଣଗତ ଭୁଲ ହବ। ଓକେ, ଏପରି ସ୍ଥଳେ ଶବ୍ଦ ପରେ ବହୁବଚନ ହୋଇଥିବା ସୂଚକ ବା ଚିହ୍ନ ଲାଗେ ନାହିଁ। ଆଉ ଏଇ ଯୋଉ ବହୁତ ପିଲାମାନେ ହୁଅନ୍ତୁ କି ଆମର ବହୁତ ଲୋକମାନେ ହୁଅନ୍ତୁ, ଏହା ହଉଛି ବ୍ୟାକରଣଗତ ତ୍ରୁଟି। ମାତ୍ର କେତେକ ସ୍ଥଳରେ ଆମର ଓଡିଆ ଭାଷାରେ ଆମେ ୟୁଜ କରିଥାନ୍ତି, ସେ ବିଷୟରେ ଆମର ପରବର୍ତ୍ତୀ ସ୍ଲାଇଡ ମାନଙ୍କରେ ଡିସ୍କସନ କରିବା। ବହୁତ କମ ସ୍ଥଳରେ ଏଇଟା ଠିକ ହେଇପାରେ, କିନ୍ତୁ ବ୍ୟାକରଣଗତ ଦୃଷ୍ଟିରୁ ବହୁତ ପିଲାମାନେ ଭୁଲ ହବ। ଓକେ, ତ ଏଥିରୁ କଣ ଜାଣିଲେ ନା, ଏକ ବଚନରେ ମଧ୍ୟ ଶବ୍ଦର ପୂର୍ବରୁ ଏ ଶବ୍ଦର ପୂର୍ବରୁ ଆମେ ଖଣ୍ଡିଏ, ଏସବୁ ଶବ୍ଦ ଲଗାଇ ଆମେ କୌଣସି ଶବ୍ଦକୁ ଏକ ବଚନାନ୍ତ କରିପାରିବା। ଶବ୍ଦର ପରେ ମଧ୍ୟ ଟି, ଟା, ଖଣ୍ଡିଏ ଲଗାଇ ମଧ୍ୟ ଆମେ ଏକ ବଚନ କରିପାରିବା। ଯେପରି ଆମର ଏଠି ଦେଖନ୍ତୁ, ଶବ୍ଦର ପୂର୍ବରୁ ଲଗେଇଲେ ତାକୁ କୁହାଯିବ ଆମର କଣ, ଅଭିଯୋଜକ ଶବ୍ଦ। ଶବ୍ଦର ପରେ ଲାଗିକିରି ଯୋଉ ସୂଚକ ଲାଗିକରି ତାକୁ ଏକ ବଚନ କିମ୍ବା ବହୁ ବଚନ କରେ, ସେ ସୂଚକକୁ ଆମେ ସଂଯୋଜକ କହିବା। ପୂର୍ବରୁ ଲାଗିଥିଲେ ଅଭିଯୋଜକ କହିବା। ଯେପରି ଆମର ସଂଯୋଜକ ପିଲାଟି, ଲୋକଟି, ଏଠି ଟି, ଟିଏ, ଘରଟେ, ଟେ, ଟା, ଖଣ୍ଡେ, ଏସବୁ ପରେ ଶବ୍ଦର ପରେ ଲାଗିଛି, ଏହାକୁ ଆମେ ସଂଯୋଜକ କହିବା। ଖଣ୍ଡିଏ, ଗୋଟେ, ଗୋଟିଏ, ଗୋଟାଏ, ଏହା ଶବ୍ଦର ପୂର୍ବରେ ଲାଗିଛି, ଏହାକୁ ଅଭିଯୋଜକ କହିବା। ଏସବୁ ଆମର ଏକ ବଚନ କରନ୍ତି, ତା ସହିତ ବହୁ ବଚନରେ ମଧ୍ୟ ସେସବୁ ୟୁଜ ହୋଇଥାଏ। ଯେପରି ମାନେ, ଗୁଡିକ, ଗୁଡାଏ, ଏସବୁ ଶବ୍ଦର ପରେ ଲାଗିକି ତାକୁ ବହୁ ବଚନାନ୍ତ କରିଛନ୍ତି। ପର୍ବତ, ଶ୍ରେଣୀ, ବର୍ଗ, ବନ୍ଧୁ, ବର୍ଗ, ପକ୍ଷୀ, ଗଣ, ଏ ଗଣ ଶବ୍ଦଟି ଏଟା ପଛେ ଲାଗିଛି, ପଛେ ଯିଏ ଲାଗୁଛି ସଂଯୋଜକ, ଆଗରେ ମାନେ ଶବ୍ଦର ପୂର୍ବରେ ଯୋଉ ସୂଚକ ଲାଗୁଛି ତାକୁ କୁହନ୍ତି ଅଭିଯୋଜକ। ଓକେ, ଏଠି ପୂର୍ବରେ ଲାଗିଛି ବହୁ, ବହୁତ, ଅନେକ, ସବୁ, ଏସବୁ ହଉଛନ୍ତି ଆମର ଅଭିଯୋଜକ। ବହୁ ପିଲା, ବହୁତ ଲୋକ, ଅନେକ ପିଲା, ସବୁ ପିଲା, କେତେକ ଛାତ୍ର, ଅଧିକାଂଶ ଲୋକ, ଅଗଣିତ ଚଢେଇ, ଇଏ ସବୁ ଆମର ହେବେ ଅଭିଯୋଜକ, ପୂର୍ବରୁ ଲାଗୁଛି, ପରେ ଲାଗିଲେ ସଂଯୋଜକ। ଓକେ, ସେଗୁଡିକ ଆମର ଏକ୍ସାମ୍ପଲ ମାଧ୍ୟମରେ ଆମର ଏଇ ଯୋଉ କିଛି ଏକ୍ସାମ୍ପଲ ଆମେ ଦେଖିବା। ପିଲା, ମୁଁ କହିଥିଲି କଣ, ଆମର ସଂଯୋଜକ ଯିଏ, ସେ ଶବ୍ଦର ପରେ ଲାଗିବ। ପିଲାରେ ଏ ସଂଯୋଜକ ଲାଗିକରି ଆମର ପିଲାଏ ବା ପିଲେ ହେଲା, ଏଟା ଆମର ବହୁବଚନ। ତୁମ୍ଭେ ରେ ମାନେ ସଂଯୋଜକ ଲାଗିକି ତୁମ୍ଭେ ମାନେ ହେଲା। ପତ୍ରରେ ଗୁଡିକ, ଗୁଡାଏ ଲାଗିଲେ ପତ୍ର ଗୁଡିକ କିମ୍ବା ପତ୍ର ଗୁଡାଏ। ଛାତ୍ରୀ, ଗଣ, ଗୁରୁ, କୁଳ, ମେଣ୍ଢା, ପଲ, ହଂସ, ପଙ୍କ୍ତି, ଏ ସବୁ ଆମର ଏ ଯୋଉ ସଂଯୋଜକ ପଦ ଶବ୍ଦର, ଗୋଟେ ଶବ୍ଦ ନିର୍ଦ୍ଦିଷ୍ଟ ଶବ୍ଦର ପଛରେ ଲାଗିକରି, ପରେ ଲାଗି, ପଛରେ ମାନେ ପରେ ଲାଗିକରି ସେଇ ଶବ୍ଦଟିକୁ, ଏଇ ମୂଳ ଶବ୍ଦଟିକୁ ବହୁ ବଚନାନ୍ତ କରିଦଉଛି। ଛାତ୍ରୀରେ ଆମର ଗଣ ସଂଯୋଜକ ସୂଚକ ପଦ ଲାଗିଲେ ଛାତ୍ରୀ ଗଣ ହଉଛି। ଛାତ୍ରୀ ଗଣ ହେଇଗଲା ପରେ ଛାତ୍ରୀ ଗଣର ଅର୍ଥ ବହୁ ବଚନକୁ ବୁଝାଉଛି। ବୁଝିପାରିଲେ? ସେଇଭଳି ଆଉ କିଛି ଏକ୍ସାମ୍ପଲ ଅଛି। ଅଭିଯୋଜକ ବା ଆମର ଯୋଉଟା ପୂର୍ବ ସୂଚକ ପଦ, ସଂଯୋଜକ ପର ସୂଚକ ପଦ ଆମର ଡିସ୍କସନ କରିକି ଆସିଲେ। ଏବେ ଦେଖିବା ପୂର୍ବ ସୂଚକ। ପୂର୍ବ ସୂଚକ ଗୁଡା ବହୁ, ବହୁତ, ଅନେକ, ସବୁ, ଅଧିକାଂଶ, ଅଗଣିତ, ଗୁଡାଏ, ଏ ସବୁ ସୂଚକ ପଦ ଏକ ବଚନ ମୂଳକ ବିଶେଷ ପଦକୁ ବହୁ ବଚନରେ ପରିଣତ କରିଥାନ୍ତି। ଝିଅ, ଲୋକ, ରାଜ୍ୟ, ଭାବ, ଇଏ ସବୁ ଆମର ଏକ ବଚନ ଶବ୍ଦ। ତାର ପୂର୍ବରୁ ଅଭିଯୋଜକ ଶବ୍ଦ ଗୁଡିକ ବା ଅଭିଯୋଜକ ସୂଚକ ପଦ, ଯେମିତି ଅନେକ, କେତେକ, ସବୁ, ବହୁ, ଏସବୁ ଲାଗିଗଲେ
ଯୋଉ ନୂଆ ଶବ୍ଦଟି ଗଠିତ ହବ ସେ ଶବ୍ଦଟି ଏକ ବହୁ ବଚନ ମାନେ ସେ ମୂଳ ଶବ୍ଦର ବହୁ ବଚନ ମୂଳକ ରୂପକୁ ବୁଝାଏ। ଆମର ଝିଅ ଶବ୍ଦ ପୂର୍ବରୁ ଅନେକ ଅଭିଯୋଜକ ସୂଚକ ପଦ ଆମେ ଲଗେଇଛନ୍ତି। ଏଟା ପୂର୍ବରୁ ଲାଗିଲା, ଝିଅ ପୂର୍ବରୁ ଲାଗିଲା ଅନେକ ଝିଅ। ଅନେକ ଝିଅ ଅର୍ଥ ହଉଛି କଣ ନା ବହୁତ ଝିଅ, ସେଠି ଏକରୁ ଅଧିକ ଝିଅ ଅଛନ୍ତି। ତେଣୁ ଅନେକ ଝିଅ ଏଇ ଯୋଉ ଗୋଟିଏ ଝିଅର ବହୁ ବଚନାନ୍ତ ରୂପ ଅଟେ। ଏ ଲୋକ ତା ପୂର୍ବରୁ କେତେକ ଲାଗି ଆମର କଣ ହେଇଛି ନା କେତେକ ଲୋକ। କେତେକ ଲୋକଟି ଆମେ ଲୋକ ଏକ ବଚନାନ୍ତ ଶବ୍ଦର ବହୁ ବଚନ ରୂପ। ରାଜ୍ୟ ତା ପୂର୍ବରୁ ଲାଗିଗଲା ସବୁ ରାଜ୍ୟ। ସବୁ, ବହୁ, କେତେକ, ଅନେକ ଏସବୁ ଏଠାରେ ଅଭିଯୋଜକ ସୂଚକ ପଦ ରୂପେ ବ୍ୟବହୃତ ହୋଇଛନ୍ତି। ଯଦି ଆମେ ମାନେ ଲେଖିବା ଝିଅ ମାନେ, ଆମେ ମାନେ ସଂଯୋଗ କରିବା, ଯଦି ମାନେ ଆମେ ଏଠି ଲେଖିବା କଣ ନା ତା ପରେ ଯୋଗ ହବ ଝିଅ ମାନେ। ଝିଅ ମାନେ ହେଲେ ଇଏ ବି ଆମର ବହୁ ବଚନକୁ ବୁଝେଇବ। ମାତ୍ର ଏଇ ମାନେ ସୂଚକ ପଦଟି ହବ କଣ ନା ସଂଯୋଜକ ସୂଚକ ପଦ। କାହିଁକି ନା ଶବ୍ଦର ପରେ ଲାଗିଲେ, ଶବ୍ଦର ପୂର୍ବରେ ଲାଗିଲେ ଅଭିଯୋଜକ ସୂଚକ ପଦ। କ୍ଲିୟର? ସଂଯୋଜକ ସୂଚକ ପଦ କଣ ଏବଂ ଅଭିଯୋଜକ ସୂଚକ ପଦ କଣ? ଓକେ। ତେବେ କେତେକ ସ୍ଥଳରେ ସଂଖ୍ୟାବାଚକ ଶବ୍ଦକୁ ସୂଚକ ରୂପେ ବ୍ୟବହାର କରି ବହୁ ବଚନ କରାଯାଇଥାଏ। ଓକେ। କେତେକ ସ୍ଥଳେ ଆମେ ସଂଖ୍ୟାବାଚକ ଶବ୍ଦ ବ୍ୟବହାର କରି ଗୋଟେ ଏକ ବଚନକୁ ଆମେ ବହୁ ବଚନ କରିଥାଉ। ପୁରୁଷ ଗୋଟେ ଏକ ବଚନ। ଏଠି ଯଦି ଆମେ 2 ପୁରୁଷ, 7 ପୁରୁଷ, 14 ପୁରୁଷ ଏଇଭଳି ଆମେ ସଂଖ୍ୟା ଲଗାଇଦେବା, ତେବେ ଏ ପୁରୁଷଟି ଆମର ଟୋଟାଲ ଏଇ ଯୋଉ ନୂଆ ଶବ୍ଦଟି ଆମର କଣ ହେଇଯିବ ନା ଆମର ବହୁ ବଚନକୁ ବୁଝାଇବ। 3 ମୁଣ୍ଡ, ମୁଣ୍ଡ ଆମର ଗୋଟିଏ ଅଛି। ଯଦି କହିବା 3 ମୁଣ୍ଡ, 4 ମୁଣ୍ଡ, ରାବଣର 10 ମୁଣ୍ଡ ଥିଲା। ତେଣୁକରି ତାର ଯୋଉ 10 ମୁଣ୍ଡଟା, ମୁଣ୍ଡ ପୂର୍ବରୁ 10 ସଂଖ୍ୟାବାଚକ ଶବ୍ଦ ଯୋଗ ହୋଇ ସେ ମୁଣ୍ଡଟାକୁ କଣ କରିଦେଲା ନା ବହୁ ବଚନ କରିଦେଲା। 5 ଇନ୍ଦ୍ରିୟ, ଇନ୍ଦ୍ରିୟ ପୂର୍ବରୁ 5 ଶବ୍ଦ ଯୋଗ ହୋଇ ସଂଖ୍ୟାବାଚକ ଶବ୍ଦ। ଶହ, ଏ ଶହ ଶବ୍ଦଟା ଆମର ଶହ ପୂର୍ବରୁ ଆଉ ଥରେ ଶହ ଯୋଗ ହୋଇଛି। ଏହାକୁ ଆମେ କହିପାରିବା କଣ ନା ସଂଖ୍ୟାବାଚକ ଶବ୍ଦ ଯୋଗରେ ବହୁ ବଚନ କରାଯାଇଛି। ସେ ହଉ, ଏଠି ଆମେ ଦେଖନ୍ତୁ ହଉ, ଦେଶେ ଘର ପଣ ବଡ ଛୋଟ ଇଏ ସବୁ ଏକ ବଚନ ଶବ୍ଦକୁ ବାରମ୍ବାର ଦୋହରାଇ କରାଯାଏ। ଏହାକୁ ମଧ୍ୟ ଦ୍ୱିତୀୟ ବହୁ ବଚନ କୁହାଯାଏ। ଦ୍ୱିତୀୟ ବହୁ ବଚନ ମଧ୍ୟ କୁହାଯାଏ। ଓକେ। ଦ୍ୱିତୀୟ ବହୁ ବଚନ। କାହିଁକି ନା ଗୋଟିଏ ଶବ୍ଦକୁ ଆମେ 2 ଥର ଉଚ୍ଚାରଣ କରି ସେଇ ଶବ୍ଦଟିର ଆମେ ବହୁ ବଚନ ରୂପ ନିରୂପଣ କରିଥାନ୍ତି। ଶହ ଗଲା, ଦେଶେ ଦେଶ ଗୋଟେ, ଦେଶ ହେଲା କି ବହୁ ଦେଶ ଅଛି। ଘର ପଣ ବଡ ମାନେ ଗୋଟେ, ଆମର ଗୋଟେ ବଡ ଏକ ବଚନକୁ ବୁଝାଉଛି। ବଡ କରିଦେଲେ ଏଇଟା ବହୁ ବଚନ ଶବ୍ଦ ରୂପେ ବ୍ୟବହୃତ ହଉଛି। କେତେକ ଚିରନ୍ତନ ସତ୍ୟ, ଯାହା ସବୁବେଳେ ସତ୍ୟ ବୁଝାଇବା ପାଇଁ ଏକ ବଚନ ଶବ୍ଦ ଦ୍ଵାରା ବହୁ ବଚନ ଅର୍ଥ ବୁଝାଯାଇଥାଏ। କିନ୍ତୁ ଚିରନ୍ତନ ସତ୍ୟ କ୍ଷେତ୍ରରେ ସେ ଏକ ବଚନ ଶବ୍ଦ ଲେଖା ହେଇଥିବ, ମାତ୍ର ତାହାକୁ ଆମେ ବୁଝେଇଲା ବେଳେ ବହୁ ବଚନକୁ ଆମେ ବୁଝାଇଥାନ୍ତି। ଯେପରି ଶିଶୁ ନିଷ୍ପାପ, ଏଇ ଯୋଉ ଶିଶୁଟି ସବୁ ଶିଶୁଙ୍କୁ ବୁଝାଉଛି, ମାନେ ଶିଶୁର ଯୋଉ ଶିଶୁ ଜାତି ବା ଶିଶୁ ସମୂହକୁ ବୁଝାଉଛି। ଏଠି ପିଲା ସମୂହକୁ ବୁଝାଉଛି। ମଣିଷ ସ୍ନେହଶୀଳ, ବାଘ ଶିକାର କରେ, ବାଘର ଧର୍ମ ହଉଛି ସେ ଶିକାର କରିବ। ବାଘଟି ବାଘ ସମୂହ ବା ବାଘ ଜାତିକୁ ବୁଝାଏ। ତା ଅର୍ଥ ନୁହେଁ ଯେ ଚିରନ୍ତନ ସତ୍ୟ କହିଦେଲା ମାତ୍ରେ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି। ଏହା ଗୋଟିଏ ଆମର ମଧ୍ୟ ଚିରନ୍ତନ ସତ୍ୟ। ମାତ୍ର ଏଠାରେ ଏଇ ଯୋଉ ଚିରନ୍ତନ ସତ୍ୟରେ ସୂର୍ଯ୍ୟ ଆମର ବହୁ ବଚନ ନୁହନ୍ତି। ସୂର୍ଯ୍ୟ ଆମର ଗୋଟେ, ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି। ତା ସହ ସୂର୍ଯ୍ୟ, ଆମ ବ୍ରହ୍ମାଣ୍ଡରେ ସୂର୍ଯ୍ୟ ହଉଛନ୍ତି ଗୋଟେ ସୂର୍ଯ୍ୟ ଅଛନ୍ତି। ଓକେ। ସେଇଭଳି ଆମର ବିରାଡି ମୂଷା ମାରେ, ବିରାଡି ମୂଷା ମାରିକି ଖାଏ। ମୂଷାର ଶତ୍ରୁ ହଉଛି ହିଁ ବିରାଡି। ବିରାଡି ଜାତିକୁ ଏଟା ବୁଝାଉଛି। ଏଇ ଯୋଉ ଆମର ଏଠି ମଧ୍ୟ ମୂଷାର ଜାତିକୁ ବୁଝାଉଛି, ଗୋଟେ ମୂଷା ସମୂହକୁ ବୁଝାଉଛି। ଗୋଟିଏ ମୂଷା ନୁହଁ, ମୂଷା ସମୂହକୁ ବୁଝାଉଛି। ଏଠି ବିରାଡି ସମୂହକୁ ବୁଝାଉଛି। ତେଣୁ ଏକ ବଚନ ଆମର ଶବ୍ଦ ବ୍ୟବହାର କରାଯାଇଛି, ମାତ୍ର ଏହା କୌଣସି ଏକ ସମୂହ ବା କୌଣସି ଏକ ଜାତିକୁ ବୁଝାଉଥିଲେ ଏକ ବଚନ ଶବ୍ଦ ଦ୍ଵାରା ମଧ୍ୟ ଆମେ ତାହାକୁ ବହୁ ବଚନର ଅର୍ଥ ବୁଝିପାରିଥାନ୍ତି। ଓକେ। ତାପରେ ଦେଖିବା, ବେଳେବେଳେ ଆମେ କହିଲା ବେଳେ, ଓକେ, ବେଳେବେଳେ ଆମେ କହିଲା ବେଳେ ଲେଖାରେ 2ଟି ବହୁବଚନ ସୂଚକ ଶବ୍ଦ ବ୍ୟବହାର କରିଥାଉ, କିନ୍ତୁ ତାହା ଭୁଲ। ଯେପରି ମୁଁ ପୂର୍ବରୁ କହି ଆସିଥିଲି, ବହୁତ ପିଲାମାନେ ଆମର ହବ ନାହିଁ। ଏଠି ଯେମିତି ସମସ୍ତ ଭାଇ ଭଉଣୀ ମାନେ, ଆଇଦର ହବ ଭାଇ ଭଉଣୀ ମାନେ, ନଚେତ ହବ ସମସ୍ତ ଭାଇ।
ମାନେ କଟିଯିବ ନଚେତ୍ ସମସ୍ତ କଟିଯିବ। ଓକେ, ସଂଯୋଜକ ଅଭିଯୋଜକ ପଦ ଭିତରୁ ଗୋଟେକୁ କାଟିକି ଆମେ ଲେଖିବାକୁ ପଡିବ। ଭାଇ ଭଉଣୀ ମାନେ ଏଇଟା ସଂଯୋଜକ ଲାଗିଛି, ଏ ପୂର୍ବରୁ ଲାଗିଲେ କଣ ସମସ୍ତ ଭାଇ ଭଉଣୀ ଅଭିଯୋଜକ। ଯଦି ଆମେ ସମସ୍ତ ଭାଇ ଭଉଣୀ ଲେଖିବା ଏହା ଠିକ ବହୁ ବଚନକୁ ବୁଝଉଛି, ନଚେତ୍ ଭାଇ ଓ ଭଉଣୀ ମାନେ ଲେଖିଲେ ଠିକ। ତେଣୁକରି ଆମର ଦୁଇଟି ବହୁ ବଚନ ଶବ୍ଦ ଏକ ସାଙ୍ଗରେ ଲେଖାଯିବ ନାହିଁ। ଓକେ, ଅନେକ ବନ୍ଧୁବର୍ଗ, ଆଇଦର ବନ୍ଧୁବର୍ଗ ଲେଖନ୍ତୁ ନଚେତ୍ ଅନେକ ବନ୍ଧୁବର୍ଗ। ତେଣୁ ଅନେକ ଗୋଟିଏ ବହୁ ବଚନ ସୂଚକ ଶବ୍ଦ, ଅଭିଯୋଜକ ଆମର ସୂଚକ ଶବ୍ଦ ଇଏ, ଆଉ ସଂଯୋଜକ ସୂଚକ ଶବ୍ଦ ହେଲା ବର୍ଗ। ଏଇ ଅଭିଯୋଜକ ସଂଯୋଗ ମଧ୍ୟରୁ ଯୋଉ ସଂଯୋଜକ ମଧ୍ୟରୁ ଗୋଟିଏ ଏଇ ଶବ୍ଦରେ ବନ୍ଧୁ ଶବ୍ଦରେ ଲାଗେ, ଆଇଦର ବନ୍ଧୁବର୍ଗ କିମ୍ବା ଅନେକ ବନ୍ଧୁ। ଛାତ୍ରଛାତ୍ରୀ ଗଣ ମାନେ, ଛାତ୍ରଛାତ୍ରୀ ଗଣ ହୋଇପାରନ୍ତି ନଚେତ୍ ଛାତ୍ରଛାତ୍ରୀ ମାନେ, ଯେକୌଣସି ଗୋଟିଏ ବହୁ ବଚନ ସୂଚକ ଶବ୍ଦ ଲାଗେ। ବହୁ ମନୁଷ୍ୟ, ଏଠି ଦେଇଛି ଆମର ବହୁ ମନୁଷ୍ୟ ମାନେ, ଏସବୁ ଭୁଲ। ଆମର ବହୁ ମନୁଷ୍ୟ ହୋଇପାରେ କିମ୍ବା ମନୁଷ୍ୟ ମାନେ ଆମର ବ୍ୟାକରଣଗତ ଦୃଷ୍ଟିରୁ ସଠିକ ହବ। ଏଠାରେ ଆମେ ଗୋଟିଏ ବହୁ ବଚନ ସୂଚକ ଶବ୍ଦ ବ୍ୟବହାର କରିବା ଉଚିତ। ଯେପରି କହିକି ଆସିଲି ବହୁ ମନୁଷ୍ୟ ମାନେ, ଏଠାରେ ଦୁଇଟି ବହୁ ବଚନ ସୂଚକ ଶବ୍ଦ ଅଛି, କଣ ନା ବହୁ ଅଛି ମାନେ ଅଛି। ଏଠାରେ ଆମେ ଗୋଟିଏ ବ୍ୟବହାର କରିବା, ମନୁଷ୍ୟ ମାନେ ବ୍ୟବହାର କଲେ ଠିକ ହବ, ନଚେତ୍ ବହୁ ମନୁଷ୍ୟ ବ୍ୟବହାର କଲେ ଠିକ ହବ। ଆଉ ଯଦି ପୁରା ବହୁ ମନୁଷ୍ୟ ମାନେ ବ୍ୟବହାର କରିବା ତାହା ଭୁଲ। ତାପରେ ଯୋଉ ଆମର ଯୋଉ ଗଣା ଯାଇପାରୁନଥିବା ବସ୍ତୁ ଅଛନ୍ତି, ଓକେ, ଯେପରି ଆମର ଚିନି, ଚାଉଳ, ମାଟି, ସୁନା, ପଥର, ଏଗୁଡିକୁ ଆମେ ଗଣି ପାରନ୍ତି ନାହିଁ। ସେ ଯୋଉ ବସ୍ତୁ ଗୁଡିକର କଣ ବହୁ ବଚନ ହୋଇପାରେ ନାହିଁ। ଏଗୁଡିକୁ କିପରି ଆମେ ବହୁ ବଚନ କରିବା? ସଂଖ୍ୟା ସୂଚକ ଶବ୍ଦ। 2 କିଲୋ ଚିନି, 2 ଶଗଡ଼ ମାଟି, ମାଟିକି ଆମେ ଗଣି ପାରିବାନି। 2 ଶଗଡ଼ ଆମେ ଯୋଗ କରିଦେଲେ 2 ବସ୍ତା ମାଟି, 5 ତୋଳା ସୁନା, 4 ମାଠିଆ ପାଣି, ପାଣିକି ଆମେ ଗଣି ପାରିବା ନାହିଁ। 4 ମାଠିଆ ପାଣି କରିଦେଲେ କଣ ହବ ନା ଏହା ଏକ ବହୁ ବଚନ ଶବ୍ଦକୁ ସୂଚାଇବ। ଲେଖାଯାଇ ଯେ ସଂଖ୍ୟା ସୂଚକ ଶବ୍ଦ ଦ୍ଵାରା ବହୁ ବଚନ ଅର୍ଥ ମଧ୍ୟ ପ୍ରକାଶ କରାଯାଇଥାଏ। କେଉଁମାନଙ୍କର? ଯେଉଁ ବସ୍ତୁ ଗୁଡିକୁ ଆମେ ଗଣି ପାରିବା ନାହିଁ, ଯେମିତି ସୁନା, ପଥର, ପାଣି, ବାଲି, ମାଟି, ଆଉ ଆମର ଚିନି, ଓକେ, ଏସବୁ ଜିନିଷକୁ ଆମେ ଗଣି ପାରିବା ନାହିଁ। ଏବଂ ତାଙ୍କର ବହୁ ବଚନ କଲାବେଳେ ଆମେ ସଂଖ୍ୟାବାଚକ ଶବ୍ଦ ଦ୍ଵାରା ତାକୁ ବହୁ ବଚନ କରିଥାନ୍ତି, ଯେପରି 3 ବୋଝ ବାଲି, 5 ଖଣ୍ଡ ପଥର। ଓକେ, ସୋ ଆଉ କେଉଁ କେଉଁ ଉପାୟରେ ଆମେ ଏକ ବଚନକୁ ବହୁ ବଚନ ବା ଗୋଟେ ଶବ୍ଦର ବହୁ ବଚନ ରୂପ ନିରୂପଣ କରିଥାଉ। ଏଠାରେ ଯେମିତି ଅଛି, କେତେକ କ୍ଷେତ୍ରରେ ପଞ୍ଝାୟ, ହଳେ ପ୍ରଭୃତି ସମୂହବାଚକ ପଦ ଏକ ବଚନ ବିଶେଷ ପଦର ପୂର୍ବରେ ବସି ବହୁ ବଚନ ଅର୍ଥ ପ୍ରକାଶ କରିଥାନ୍ତି। ଆମର ବଳଦ ହେଲା, ମାଙ୍କଡ ହେଲା, ଧୋତି ହେଲା, ଏ ସବୁ ଏକ ବଚନ ବିଶେଷ ପଦ। ଓକେ, ତା ପୂର୍ବରୁ ଆମେ ପଞ୍ଝାଏ, ହଳେ, ଏସବୁ ଆମର ପଞ୍ଝାଏଟା ଆମର ଆଉ ହଳେ ଏସବୁ ସଂଖ୍ୟାବାଚକ ପଦରେ ଯିବ। ହଳେ ମାନେ 2ଟି, ହଳେ ବଳଦ, 2ଟି ବଳଦ। ଓକେ, ପଞ୍ଝାଏ ମାଙ୍କଡ, ଏସବୁ ସଂଖ୍ୟାବାଚକ ବା ସମୂହବାଚକ ପଦ ଆକାରରେ ଯିବ। ମାନେ ଗୋଟେ ପଞ୍ଝା ହେଲା କାହିଁକି ମାନେ ଗୋଟେ ସମୂହକୁ ବୁଝାଉଛନ୍ତି, ଦଳେ ଗେଣ୍ଡାଳିଆ, ଗୋଟେ ମାନେ ଗେଣ୍ଡାଳିଆଙ୍କର ଗୋଟେ ଗ୍ରୁପ ଅଫ ଗେଣ୍ଡାଳିଆଙ୍କ ଗ୍ରୁପକୁ ବୁଝାଉଛନ୍ତି, ସମୂହକୁ ବୁଝାଉଛନ୍ତି। ତେଣୁକରି ଦଳେ ଶବ୍ଦ ଯୋଗରେ ଆମେ କଣ ଗେଣ୍ଡାଳିଆଟିକୁ ଆମେ ବହୁ ବଚନାନ୍ତ ରୂପ ଦେଇଛନ୍ତି। ତେଣୁ ଦଳେ, ହଳେ, ଏ ସବୁ ହଉଛି ଆମର ସମୂହବାଚକ ଶବ୍ଦ। ସେଇଭଳି ବହୁତ ସୂଚକ ବିଶେଷ ପଦ ଏକ ବଚନ ବିଶେଷ ପଦର ପୂର୍ବରେ ରହି ମଧ୍ୟ ଆମର ବହୁ ବଚନ ଅର୍ଥ ପ୍ରକାଶ କରନ୍ତି। ବହୁତ ସୂଚକ ବିଶେଷ ପଦ କଣ? ଯେପରି ଆମର ଦଳେ ଗେଣ୍ଡାଳିଆ, ଆମର ଗ୍ରୁପ ଅଫ ଗେଣ୍ଡାଳିଆ ଯୋଉ ବୁଝେଇଲା, ସେଟା ଦଳ ଦଳ, ଇଏ ହଉଛି ଆମର ବହୁତ ସୂଚକ ବିଶେଷ ପଦ। ଦଳ ଦଳ, ପଲ ପଲ, କାନ୍ଧି କାନ୍ଧି କଦଳୀ, ପେନ୍ଥା ପେନ୍ଥା ଆମ୍ବ। ବୁଝିପାରିଲେ? ବହୁତ ସୂଚକ ମାନେ ଇଏ ବହୁତ ମାନେ ଇଏ ଯୋଉ ଦଳ ଦଳ ହେଲା, ପଲ ପଲ ହେଲା, ଇଏ ଗୋଟେ ଗୋଟେ ଆମର କଣ ବହୁ ବଚନକୁ ବୁଝାଇଥାଏ। ଇଏ ଗୋଟେ ଗୋଟେ ଶବ୍ଦ, ଇଏ ଆମର ବହୁ ବଚନକୁ ବୁଝାଇଥାଏ। ଏହା ପରେ ଯେଉଁ ଶବ୍ଦ ଲାଗିଯାଏ ସେଇ ଶବ୍ଦର ମଧ୍ୟ ବହୁ ବଚନାନ୍ତ ରୂପ ହୋଇଯାଏ। କାନ୍ଧି କାନ୍ଧି ଏକ ବହୁ ବଚନ ଏକ ବହୁ ବଚନ ସୂଚକ ଶବ୍ଦ ଅଟେ। ତାପରେ ଆମେ କଦଳୀ ଲେଖିଛନ୍ତି, କାନ୍ଧି କାନ୍ଧି କଦଳୀ ହେଲା ବେଳକୁ ଏ କଦଳୀର ବହୁ ବଚନ ପଦକୁ ରୂପାନ୍ତରିତ ହଉଛି। ବୁଝିପାରିଲେ? ସମୂହବାଚକ ଶବ୍ଦରେ ହବ ପଞ୍ଝାଏ, ହଳେ। ସଂଖ୍ୟାବାଚକ ଶବ୍ଦ ଯୋଗରେ ହବ 2 କିଲୋ ଚିନି, 2 କିଲୋ ଚାଉଳ। ସେଭଳି ଦ୍ୱିତ୍ୱ, ଇଏ ଯୋଉ ଦଳ ଦଳ ବି ଦ୍ୱିତ୍ୱରେ ଯିବ।
ଦଳ ଦଳ, ଶହ ଶହ, ଦେଶ ଦେଶ, ଏସବୁ ଯୋଗରେ ମଧ୍ୟ ଆମର କଣ ବହୁବଚନାନ୍ତର ରୂପ ନେବ। ସେଇଭଳି ଆମର ବହୁତ ସୂଚକ ବିଶେଷ ପଦ ଯେପରି ପଲ ପଲ, କାନ୍ଦି କାନ୍ଦି, ପେନ୍ଥା ପେନ୍ଥା, ତାହା ଯୋଗୁରେ ମଧ୍ୟ ଆମେ ଗୋଟେ ଶବ୍ଦକୁ ବହୁବଚନ ରୂପରେ ରୂପାନ୍ତରିତ କରିଥାନ୍ତି। ଓକେ, ବହୁତ ସୂଚକ ସଂଖ୍ୟାବାଚକ ବିଶେଷ ପଦ ଗଲା। ଆମର ବହୁତ ସୂଚକ ସଂଖ୍ୟାବାଚକ ବିଶେଷଣ ପରେ ଏକ ବଚନାନ୍ତ ବିଶେଷ ପଦ ଥିଲେ ତାହା ମଧ୍ୟ ବହୁବଚନ ହୁଏ ଏବଂ ବିଶେଷ ପଦରେ ବହୁବଚନ ଚିହ୍ନ ରୁହେ ନାହିଁ। ଏ ଅର୍ଥ ବୁଝନ୍ତୁ କଣ? ଆମର ସପ୍ତ ହେଲା, ଓକେ, ଶତ ହେଲା, ପଞ୍ଚୁ ହେଲା, ଅଗଣିତ ହେଲା, ବହୁତ ହେଲା, ଏ ସବୁ ହଉଛି ଆମର ସଂଖ୍ୟାବାଚକ ବିଶେଷଣ। ଏଇ ସଂଖ୍ୟାବାଚକ ବିଶେଷଣ ପରେ ମଧ୍ୟ ଯଦି ଆମର ଏକ ବିଶେଷ୍ୟ ପଦ ରହୁଛି, ସେଗୁଡିକ ବହୁବଚନ ବୋଲି ଗଣାଯିବ। ତାପରେ ଆମେ ସପ୍ତ ସାଗର ମାନ ଲେଖିବା ନା, କି ସପ୍ତ କୌରବ ଗଣ ବି ଲେଖିବା ନା, ପଞ୍ଚୁ ପାଣ୍ଡବ ମାନେ ଲେଖିବା ନା। ଆମର ପଞ୍ଚୁ ପାଣ୍ଡବ ହଉଛି ଆମର ପ୍ଲୁରାଲ ଫର୍ମ ବା ବହୁବଚନରେ ଅଛି। ପଞ୍ଚୁ ପାଣ୍ଡବ, ଆମେ ପଞ୍ଚୁ ପାଣ୍ଡବ ମାନେ ଲେଖିବା ନାହିଁ। ଓକେ, ମାନେ ଲେଖିଲେ ଭୁଲ ହବ। ପଞ୍ଚୁ ପାଣ୍ଡବ ନହେଲେ ପାଣ୍ଡବ ମାନେ ଲେଖ। ବୁଝିପାରିଲେ? ଅଗଣିତ ଯୋଦ୍ଧା ମାନେ ହବନି, ଅଗଣିତ ଯୋଦ୍ଧା ହିଁ ହଉଛି ପ୍ଲୁରାଲ ଫର୍ମରେ ଅଛି। ତେଣୁକରି ଯୋଉ ସଂଖ୍ୟାବାଚକ ବିଶେଷଣ ଯୋଉ ରହିଲେ ବହୁତ ସୂଚକ ସଂଖ୍ୟାବାଚକ ବିଶେଷଣ, ସେଗୁଡିକ କହୁଛନ୍ତି ସପ୍ତ, ଶତ, ପଞ୍ଚୁ, ଅଗଣିତ, ବହୁତ, ଏଗୁଡିକ ଯୋଗରେ ଯେଉଁ ବିଶେଷ ପଦ ସେଗୁଡିକ ଯୋଗ ହେଇଥିବ, ସେଇ ବିଶେଷ ପଦଟି ତାର ବହୁବଚନକୁ ବୁଝାଇଥାଏ। ଓକେ, ସେଭଳି ସଂଜ୍ଞାବାଚକ ବା ବ୍ୟକ୍ତିବାଚକ ବିଶେଷ୍ୟ, ସଂଜ୍ଞାବାଚକ ବା ବ୍ୟକ୍ତିବାଚକ ବିଶେଷ, ଓକେ, ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ପଦାର୍ଥକୁ ବୁଝାଇଥାଏ, ଫଳରେ ଏମାନଙ୍କର ବହୁବଚନ ହୁଏ ନାହିଁ। ଯୋଉ ସଂଜ୍ଞାବାଚକ ଯୋଉ ବିଶେଷ ରହିଲା, ଯୋଉ ବ୍ୟକ୍ତିବାଚକ ବିଶେଷ ରହିଲା, ଦେଖନ୍ତୁ ଏକ୍ସାମ୍ପଲ ଶିବ, ଶ୍ଵେତ ପଦ୍ମା, କୋଣାର୍କ, ଯମୁନା, ହିମାଳୟ, ଇଏ ଇଏ ଏସବୁ ଯୋଉ ଆମର ଏକ୍ସାମ୍ପଲ ରହିଲା, ମାତ୍ର ଗୋଟିଏ ବ୍ୟକ୍ତିର ନାମ ବା ସଂଜ୍ଞାରୁ ଅଧିକ ବ୍ୟକ୍ତି ବା ପଦାର୍ଥ ସୂଚିତ ହେଲେ ତାହା ବହୁବଚନ ହୁଏ। କିଭଳି? ତୋ ଭଳି ମୁଁ କେତେକ ଭୀମଙ୍କୁ ଚିହ୍ନିଛି। ଏଠି ଯୋଉ କେତେକ ଭୀମଙ୍କୁ ଯୋଉ ବ୍ୟବହାର କରାଯାଇଛି, ଏଟା ଗୋଟେ ଆମର ଗୋଟେ କଣ କହିଲ, ପର୍ଟିକୁଲାର ଭୀମ କଥା କୁହାଯାଉନି, ମାନେ ତୋ ଭଳିଆ କେତେକ ଭୀମଙ୍କୁ ଚିହ୍ନିଛି କହିଲା ବେଳକୁ ଏଠାରେ ଆମେ ଭୀମର ବହୁବଚନ ବ୍ୟବହାର କରୁଛନ୍ତି। ତୋ ଭଳିଆ ମୁଁ କେତେ ପିଲାଙ୍କୁ ଚିହ୍ନିଛି, ସେ ଭୀମ ବି ହେଇଥିଲେ ବି ମୁଁ ମାନେ ତାଙ୍କଠାରୁ ମୁଁ ବି ବଳଶାଳୀ। ଯେମିତି ଆମର ଏ କୋଶ୍ଚିନରେ ଏ ଯୋଉ ବାକ୍ୟଟି ଲେଖା ହେଇଛି, ଆମ ଶ୍ରେଣୀରେ 5 ଜଣ ଦେବାଶିଷ ପଢୁଛନ୍ତି। ଏଇ ଯୋଉ ଦେବାଶିଷ ଶବ୍ଦଟି ଏବେ ଏଠାରେ ବହୁବଚନକୁ ବୁଝାଉଛି। କାହିଁକି ବହୁବଚନ ଯୋଉ ଆମର ବୁଝାଉଛି ନା, ତା ପୂର୍ବରୁ ଆମେ 5 ଜଣ ବ୍ୟବହାର କରିଛନ୍ତି। ଏଠି ଭୀମ ପୂର୍ବରୁ ଆମେ କେତେକ ବ୍ୟବହାର କରିଛନ୍ତି। ଓକେ, ତେଣୁକରି 5 ଜଣ ଦେବାଶିଷ ହୋଇଗଲେ ଏ ଦେବାଶିଷ ଶବ୍ଦଟିର ବହୁବଚନ ରୂପ। କେତେକ ଭୀମ ହେଇଗଲେ ଭୀମଟା ଆମର ଭୀମ ରୂପର, ଏଟା ହଉଛି ଆମର ଭୀମର ବହୁବଚନ ରୂପ। ବୁଝିପାରିଲେ? ତେଣୁକରି ଆମର ରହିଲା କଣ ନା, ସଂଖ୍ୟାବାଚକ ବିଶେଷଣ ପଦ ଯୋଗରେ, କିମ୍ବା ଆମର ସଂଜ୍ଞାବାଚକ ବା ବ୍ୟକ୍ତିବାଚକ ବିଶେଷରେ, ଆଉ ବେଳେ ବେଳେ ଆମର କିଛି ସଂଖ୍ୟାବାଚକ ଶବ୍ଦ ଲଗାଇ ସମୂହବାଚକ ଶବ୍ଦ ଯୋଗରେ ଏକ ବଚନକୁ ଆମେ କଣ କରିଥାନ୍ତି ନା, ବହୁବଚନରେ ରୂପାନ୍ତରିତ କରିଥାନ୍ତି। ଓକେ, ତ ପରବର୍ତ୍ତୀ ଦେଖିବା ଯେ କଣ ନା, ବସ୍ତୁବାଚକ ବିଶେଷ ପଦ, ଯେପରି ଲୁହା, ସୁନା, ରୂପା, ତମ୍ବା, ଆମର ପଥର, ଜଳ, ଚାଉଳ, ଏସବୁ ବହୁବଚନ ହୁଏ ନାହିଁ। ପୂର୍ବରୁ ଆମେ ଡିସ୍କସନ କରି ଆସିଲେ, ଯୋଉଟାକୁ ଆମେ ଗଣି ପାରିବା, ଗଣି ନ ପାରିବା, ସେଗୁଡିକ ଆମର କଣ ଆମର ହୁଏ ନାହିଁ। ତା ପୂର୍ବରୁ ଆମର ସଂଖ୍ୟାବାଚକ ବିଶେଷ ପଦ ଲଗାଇଦେଲେ, ଓକେ, ଦେଖନ୍ତୁ ସଂଖ୍ୟାବାଚକ ବୋଧ ହେଲେ ତାହାର ବହୁବଚନ ଆମର କଣ ହେଇଯିବ, ବହୁବଚନ ଯୋଉ ଆମର ରୂପାନ୍ତରିତ ହବ। ଯେପରି ବାଲି ଆମେ ଗଣି ପାରିବାନି, 2 ଟ୍ରାକ୍ଟର ବାଲି, ହେଲେ ଏହା ଆମର ବହୁବଚନକୁ ବୁଝାଇଲା। 10 କିଲୋ ଅଟା, ଅଟା ଆମର ଗଣି ପାରିବା ନାହିଁ, ମାତ୍ର 10 କିଲୋ ଲଗେଇଦେଲେ ଏହା ଆମର କଣ ହେଇଗଲା ନା, ଅଟାର ବହୁବଚନକୁ ବୁଝାଇଲା। 5 ଝୁଡି ମାଟି, ମାଟିକୁ ମଧ୍ୟ ଆମେ ଗଣି ପାରିବା ନାହିଁ, ଯୋଉଟାକୁ ଆମେ ମାନେ ଗଣନା କରି ନ ପାରିବା। ତା ପୂର୍ବରୁ ଆମେ ଯଦି ସଂଖ୍ୟାବାଚକ ବିଶେଷ ପଦ ବା ସଂଖ୍ୟାବାଚକ ଶବ୍ଦ ଲଗାଇଦବା, ତେବେ ତାହା ତାର ଯୋଉ ପ୍ଲୁରାଲ ଫର୍ମ ବା ବହୁବଚନ ରୂପକୁ ଆମର ବୁଝାଇ ଥାଏ। ଓକେ, ସେଇଭଳି କେତେକ କ୍ରିୟା ଅର୍ଥରେ ମଧ୍ୟ, କେତେକ କ୍ରିୟା ଅର୍ଥରେ କ୍ରିୟା ତାର ନିଜ ଅର୍ଥରେ ସେ ବୁଝାଇଥାଏ ଯେ ଗୋଟେ ଶବ୍ଦଟି ଏକ ବଚନ କି ବହୁବଚନ। ଦେଖନ୍ତୁ
ଦେଇଛି କେତେକ କ୍ରିୟା ଅନୁସାରେ ବାକ୍ୟରେ ବହୁବଚନ ଅର୍ଥ ଓ ରୂପ ବୁଝା। ଲୋକ ଆସିଛି, ଏଠାରେ ପର୍ଟିକୁଲାର ଜଣେ ଲୋକକୁ କୁହାଯାଉନି, ଲୋକ ଆସିଛି ମାନେ ଲୋକ ସମୂହକୁ କୁହାଯାଉଛି, ଲୋକ ଜାତିକୁ କୁହାଯାଉଛି। ପିଲା ପରୀକ୍ଷା ଦେଲେ, ପିଲା ପରୀକ୍ଷା ଦେଲେ ଏଠାରେ ବହୁ ବଚନ ରୂପ। ଯଦିଓ ଏହା ଏକ ବଚନାନ୍ତ ଲେଖା ହେଇଛି, ପିଲାମାନେ ପରୀକ୍ଷା ଦେଲେ ଠିକ ହବ, ତା ସହିତ ପିଲା ପରୀକ୍ଷା ଦେଲେ ମଧ୍ୟ ଠିକ ହବ। ଏଇ ଯୋଉ ପିଲା ଲୋକ, ଏହାର ଯୋଉ କ୍ରିୟା ୟୁଜ କରାଯାଇଛି ଆସିଯିବେ, ଦେଲେ, ଏହା ଆମର ବହୁ ବଚନକୁ ବୁଝାଉଛି। ତେଣୁକରି ପିଲା ଆମର ଏଠି ବହୁ ବଚନ। ଚଢେଇ ଉଡିଗଲେ, ଅର୍ଥ ଚଢେଇ ମାନେ ଉଡିଗଲେ, ଏ ଚଢେଇ ଉଡିଗଲେ, ଚଢେଇ ଗଛରେ ବସିଥିଲେ ଉଡିଗଲେ। ଚଢେଇ ଗଛରେ ବସିଥିଲେ, ବସିଥିଲେ ଯୋଉଟା ସେଇଟା ବହୁ ବଚନକୁ ବୁଝାଉଛି। ଉଡିଗଲେ ବି ବହୁ ବଚନକୁ ବୁଝାଉଛି। ମାତ୍ର ଆମେ ଯୋଉ ଶବ୍ଦଟି ବ୍ୟବହାର କରିଛନ୍ତି ସେଟା ହଉଛି ଚଢେଇ, ସେଟା ଏକ ବଚନ ଶବ୍ଦ। ମାତ୍ର କ୍ରିୟା ଯେହେତୁ ବହୁ ବଚନକୁ ବୁଝାଉଛି, ତେଣୁକରି ଏଇ ଚଢେଇ ଶବ୍ଦଟି ଆମର ଏଠାରେ ବହୁ ବଚନ ରୂପେ ଏଇ ବାକ୍ୟରେ ବ୍ୟବହୃତ ହୋଇଛି। ସେଭଳି ଗାଈ ଚରୁଛନ୍ତି, ଚରୁଛନ୍ତିଟି ଆମର ବହୁ ବଚନକୁ ବୁଝାଉଛି। ଏହା ହଉଛି ଆମର କ୍ରିୟାପଦ, ଏହା ହଉଛି ଆମର କଣ କ୍ରିୟାପଦ। ତେଣୁକରି ଗାଈଟି ମଧ୍ୟ ଯଦିଓ ଏକ ବଚନ ରୂପରେ ଲେଖା ଯାଇଛି, କିନ୍ତୁ ଗାଈଟି ଆମର ଏଇ ବାକ୍ୟଟିରେ ଗାଈ ନିଜର ବହୁ ବଚନ ରୂପକୁ ସୂଚାଇ ଥାଏ। ସେଇଟା ଦେଇଛି ଏଠି ଯେ ଲୋକ, ପିଲା, ଚଢେଇ, ଗାଈ ଗୋଟେ ଗୋଟେ ଏକ ବଚନ ମୂଳକ ବିଶେଷ ପଦ। ମାତ୍ର ଆସିଯିବେ, ଦେଲେ, ଉଡିଗଲେ, ଚରୁଛନ୍ତି ଇତ୍ୟାଦି କ୍ରିୟାପଦ ବହୁ ବଚନ ମୂଳକ ହୋଇଥିବାରୁ କର୍ତ୍ତାବାଚକ ବିଶେଷ୍ୟ ପଦ ଗୁଡିକ ବହୁ ବଚନ ଅର୍ଥରେ ବ୍ୟବହୃତ ହୋଇଥାନ୍ତି। ଅର୍ଥାତ୍ ଲୋକ, ପିଲା, ଚଢେଇ, ଗାଈ ଏଗୁଡିକ ଆମର ବହୁ ବଚନ ଅର୍ଥରେ ବ୍ୟବହୃତ ହୋଇଛନ୍ତି। ଓକେ, ତେଣୁକରି ଏଇଟା ଆମେ ଦେଖିକି ଆସିଲେ। ତେଣୁକରି ଗୁଣବାଚକ ଆଉ କ୍ରିୟାବାଚକ ବିଶେଷ ପଦ ଏରା କେବଳ ଏକ ବଚନରେ ବ୍ୟବହୃତ ହୋଇଥାଏ। ଗୁଣବାଚକ ଆଉ କ୍ରିୟାବାଚକ ବିଶେଷ ପଦ କଣ କଣ ସବୁ? ସାଧୁତା, ପରୋପକାର, ଏସବୁ ଗୁଣ ବୁଝାଉଛି। ଭକ୍ତି, ଦୟା, ରୋଦନ, ଭୋଜନ, ଚଳଣି, ଏଟା ଆମର କ୍ରିୟାବାଚକ ହବ। ଚାଲିବାର ଚଳଣି, ଭ୍ରମଣ, ଇଏ ଆମର କ୍ରିୟାବାଚକ ବିଶେଷ ପଦ। ବେଳେ ବେଳେ ଟି ଟା ପ୍ରଭୃତି ଏକ ବଚନ ଚିହ୍ନ ଏଠାରେ ଲାଗିଥାଏ। ଆମର ଏକ୍ସାମ୍ପଲ ଟା ଦେଖନ୍ତୁ, ଚୈତନ୍ୟର ଚାହାଣୀଟା ଚମତ୍କାର, ଏଟା ହଉଛି ଆମର କ୍ରିୟାବାଚକ ବିଶେଷ ପଦ। ଓକେ, ଚାହିଁବାରୁ ଚାହାଣୀ ହେଇଛି, ଏ ଚାହାଣୀଟା ଲାଗି ଯାଇଛି। ତେଣୁକରି ଏଠି ଆମର କଣ ହଉଛି ନା ତାର ଚାହାଣୀଟା, ଚୈତନ୍ୟର ଗୋଟିଏ ଚାହାଣୀ, ଚୈତନ୍ୟର ଚାହାଣୀଟା ଚମତ୍କାର, ଏହା ଆମର ଏକ ବଚନକୁ ବୁଝାଉଛି। ଦେଇଛି ନା ଗୁଣବାଚକ, ଗୁଣବାଚକ ଓ କ୍ରିୟାବାଚକ ବିଶେଷ ପଦ କେବଳ ଏକ ବଚନରେ ବ୍ୟବହୃତ ହୋଇଥାଏ। ତୋ ଚାକିରିଟା ଖାଉଛି, ଜଣେ ମଣିଷ ଗୋଟେ ଚାକିରି କରିଥାଏ। କିଏ ଯଦି ଲୁଚିକି କରିଥିବ ବହୁତ ଚାକିରି ସେଟା ଅଲଗା କଥା, କିନ୍ତୁ ଜଣେ ମଣିଷ ଗୋଟେ ଚାକିରି କରିଥାଏ। ତୋ ଚାକିରିଟା ଖାଉଛି। ଓକେ, ଏଠି ଚାକିରିଟା ହଉଛି ଆମର କଣ ଗୋଟେ ଗୁଣବାଚକ ବିଶେଷ। ତେଣୁକରି ଆମର ସେ ଏଇଥିରେ ଆମର ଟା ଲାଗିକରି କଣ କଣ ହଉଛି ନା ତୋ ଚାକିରିଟା ଖାଉଛି, ଏଇଟା ଏକ ବଚନକୁ ବୁଝାଉଛି। ଚାହାଣୀଟା, ଚାକିରିଟା, ଏସବୁ ଆମର ଏକ ବଚନକୁ ବୁଝାଇଥାଏ। ଟିଟା ଯୋଗରେ ଏକ ବଚନକୁ ବୁଝାଇଥାଏ। ଓକେ, ଯୋଉ ଦ୍ୱିତୀୟ କଥା ଆମେ ପଢିକି ଆସିଲେ, ଶହ ଶହ, ଦେଶ ଦେଶ। ଓକେ, ସେଇଭଳି ବୋଝ ବୋଝ, ହାଣ୍ଡି ହାଣ୍ଡି, ଟ୍ରକ୍ ଟ୍ରକ୍ ବାଲି, ସୁନ୍ଦର ସୁନ୍ଦର ଗୋଲାପ। ମାନେ ଗୋଟିଏ ଶବ୍ଦକୁ, ଗୋଟିଏ ପଦକୁ ବା ଗୋଟିଏ ସୂଚକ ପଦକୁ ବାରମ୍ବାର ବ୍ୟବହାର କରାଯାଇ ଆମେ କଣ କରିଥାନ୍ତି, ତାର ବହୁ ବଚନ ଗୋଟେ ଶବ୍ଦଟିର ଆମେ ବହୁ ବଚନାନ୍ତ ରୂପ ନିରୂପଣ କରିଥାନ୍ତି। ଆମ୍ବ ଅଛି, ଛୋଟ ଆମ୍ବଟି ଅଛି। ତ ଛୋଟ ଛୋଟ ଆମ୍ବ ଆମେ ଯଦି କରିଦେବା, ଆମେ ଛୋଟ ଆମ୍ବ କଲେ କଣ ହଉଛି ନା ସେ ଏକ ବଚନ ବୁଝାଉଛି। ଯଦି ଆମେ ଛୋଟ ଶବ୍ଦଟିକୁ ଦୁଇଥର ବ୍ୟବହାର କରିବା ବା ଦ୍ୱିତ୍ୱ କରିଦେବା, ଛୋଟ ଛୋଟ ହେଇଗଲା ଛୋଟ ଛୋଟ ଆମ୍ବ, ଏହା ଆମ୍ବଟିର ବହୁ ବଚନ ରୂପକୁ ବୁଝାଇଲା। ଥଣ୍ଡା ଥଣ୍ଡା ପବନ, ଟେଳା ଟେଳା ଅଫିମ, ଲକ୍ଷ ଲକ୍ଷ ଯାତ୍ରୀ, ଏହା ଆମର ଯାତ୍ରୀ ମାନଙ୍କର ବହୁ 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 ବଚନକୁ ବୁଝାଇଲା। ଓକେ, ତେଣୁକରି କେତେକ ସ୍ଥଳରେ କୌଣସି ପଦର ଦ୍ୱିତ୍ୱ କରାଯିବା ଦ୍ଵାରା ବହୁ ବଚନ ସୂଚିତ ହୋଇଥାଏ। ତା ସହିତ ଆତ୍ମସମ୍ମାନ ଅର୍ଥରେ ବା ସମ୍ମାନ ଅର୍ଥରେ ଗୋଟେ କହିକି ଆସିଲି, ପଣ୍ଡିତେ, ଦାସେ, ଏଟା ଏକାର ଯୋଗରେ ଆମେ କଣ କରିଥାନ୍ତି, ତାଙ୍କର ଯୋଉ ଆମର ବଚନ ରୂପ ନିରୂପଣ କରିଥାନ୍ତି। ସେଇଭଳି ଆତ୍ମସମ୍ମାନ ଅର୍ଥରେ ମଧ୍ୟ ମୁଁ ବଦଳରେ ଆମେ ବହୁ ବଚନରେ ଆମେ ବା ଆମ୍ଭେ ବ୍ୟବହାର କରିଥାଉ। ଆମେ ଅର୍ଥ ଲୋଭରେ କୁକର୍ମ କରିପାରିବୁ ନାହିଁ। ଏଇ ଆମେର ଅର୍ଥ ହଉଛି କଣ, ମୁଁ, ଆମେ ତୁମ୍ଭକୁ ଚିହ୍ନିଛୁ। ଆମେ ହେଲା ମୁଁ ତୁମକୁ ଚିହ୍ନିଛି, ଏହାର ମୂଳ ଅର୍ଥ ହବ ମୁଁ ତୁମକୁ ଚିହ୍ନିଛି, ଆମ୍ଭେ ତୁମକୁ ଚିହ୍ନିଛୁ। ତେଣୁକରି ଏଠି ଆତ୍ମସମ୍ମାନ ବୁଝାଇବା ଅର୍ଥରେ ମଧ୍ୟ ଯୋଉ ସର୍ବନାମ ମୁଁ, ସେଟା ଆମର ବହୁ ବଚନ ରୂପ ଆମେରେ ବ୍ୟବହାର କରିଥାଉ। ଏସବୁ ଆମର ଯୋଉ ବହୁ ବଚନ ରୂପ, ଏକ ବଚନ ରୂପ ଆମର ଯୋଉ ବୈଶିଷ୍ଟ୍ୟ ସବୁ ନିଜେ ଆମର ପରଫେକ୍ଟଲି ଆପଣ ମାନେ ମନେ ରଖିବେ, ତା ସହିତ ଧ୍ୟାନ ସହକାରେ ଦେଖିବେ। ଏଗୁଡିକ ପରୀକ୍ଷାରେ ପଡିଲା ବେଳେ କନଫ୍ୟୁଜ ହେବେନି। ଓକେ, ସଠିକ ଉତ୍ତର ଦେବେ।
ତ ନେକ୍ସଟ ଦେଖିବା ଆମେ କଣ ନା ଯାକ। ଯାକର ମଧ୍ୟ ବ୍ୟବହାର ବହୁ ବଚନ ଚିହ୍ନ ରୂପେ ହୋଇଥାଏ। ଯେପରି ବର୍ଷ ଯାକ। ବର୍ଷ ଯାକ ତ ଗଲା, ଦିନେ ବହି ଧରିନୁ ପରୀକ୍ଷାରେ ପାସ୍ କରିଥାନ୍ତୁ କେମିତି? ଏ ବର୍ଷ ଯାକ ମାନେ ଏ ସମ୍ପୂର୍ଣ୍ଣ ଗୋଟାଏ ବର୍ଷକୁ ବୁଝାଉଛି। ଏ ବର୍ଷର ପୁରା ବର୍ଷ ଯାକ 365 ଦିନ। ଏ ଯାକଟା ଆମର କଣ ହେଇଛି ନା ବଚନ ରୂପେ ଚିହ୍ନ ରୂପେ ବ୍ୟବହୃତ ହୋଇ ବ୍ୟାପ୍ତି ଅର୍ଥରେ ବ୍ୟବହୃତ ହୋଇଛି। ବର୍ଷ ଯାକ ପୁରା ଜାନୁଆରୀ 1ରୁ ଡିସେମ୍ବର 31 ଯାଏଁ ଗୋଟାଏ ବର୍ଷ ବ୍ୟାପୀ ସେ ପାଠ ପଢିଲା ନାହିଁ। ବୁଝିପାରିଲେ କଣ? ତେଣୁ ଯାକ ଅର୍ଥରେ ମଧ୍ୟ ଆମେ କଣ ନା ଗୋଟେ ଶବ୍ଦର ବହୁ ବଚନ ରୂପ ନିରୂପଣ କରିଥାନ୍ତି। ଓକେ। ତ ବଚନ ସମ୍ପର୍କରେ ଯୋଉ ଆମେ ପଢିଲେ ତା ଭିତରୁ କିଛି କିଛି ଜିନିଷ ଆମେ ମନେ ରଖିବା ଉଚିତ ଯେ ପ୍ରାଣୀବାଚକ ପଦରେ ଆମେ ଯୋଉ ସବୁ ପଢିକି ଆସିଲେ ଯୋଉ ଡିସ୍କସନ କରିକି ଆସିଲେ ସେସବୁ ବିଷୟରେ ଏଠାରେ ଆଲୋଚନା କରାଯାଇଛି ଯେ ପ୍ରାଣୀବାଚକ ପଦ ପରେ ଟିଏ ମାନେ ଇତ୍ୟାଦି ବଚନ ଗୁଡିକ ଲାଗିଥାଏ। ପିଲାଟି, ପିଲାଟିଏ, ଗଛଟି ଏସବୁ ଏକ ବଚନ ବୁଝାଇଥାଏ। ଲୋକମାନେ ମାନେ ଲାଗିଗଲେ ଆମର ଯେପରି ବହୁ ବଚନକୁ ବୁଝାଇଥାଏ। ଅପ୍ରାଣୀବାଚକ ପଦ ପରେ ବଚନ ସୂଚକ ବା ସଂଯୋଜକ ପଦ ଯୋଉ ଗୁଡିକ ଯୋଉ ସଂଯୋଜକ ଆମର ପଦ ଯୋଉ ସୂଚକ ପଦ ଲାଗିଥାଏ ତାହା ଶବ୍ଦର ପରେ ଲାଗିଥାଏ। ଯେମିତି ଗୁଡାକ, ଗୁଡିଏ, ଗୁଡେ ଏ ସବୁ ଆମର ପରେ ଲାଗିକି ଆମର କଣ କରିଥାନ୍ତି ନା ଏକ ବଚନ କିମ୍ବା ବହୁ ବଚନ କରିଥାନ୍ତି ଗୋଟେ ଶବ୍ଦ। ବହି ଗୁଡିଏ, ପଥର ଟାଏ, ଏ ଟାଏଟା ଆମର ସଂଯୋଜକ ପଦ। ଗୁଡିକ ଆମର ସଂଯୋଜକ ପଦ। ଆଉ ଗୋଟେ ପଦ ଅଛି କଣ ଅଭିଯୋଜକ ପଦ, ତାହା ପୂର୍ବରୁ ଲାଗିଥାଏ। ଓକେ। ପୂର୍ବରୁ ତାହା ଶବ୍ଦ ବା ପଦର ପୂର୍ବରୁ ଲାଗିଥାଏ। ଅନାଦର ଅର୍ଥରେ ମଧ୍ୟ ପ୍ରାଣୀବାଚକ ଶବ୍ଦ ଗୁଡିକ ଆମର କଣ ତାକୁ ଆମେ ବହୁ ବଚନରେ ରୂପାନ୍ତରିତ କରିଥାନ୍ତି। ଯେପରି ପିଲା ଗୁଡେ ଏସବୁ ଅନାଦର ଅର୍ଥରେ। ଓକେ। ଆମର ଲୋକ ଗୁଡାକ, ଛେଳି ଗୁଡିକ ଏସବୁ ଅନାଦର ଅର୍ଥରେ ଗୁଡିକ, ଗୁଡାକ, ଗୁଡେ ଏସବୁ ଲାଗିକରି ଆମର ବହୁ ବଚନାନ୍ତ ରୂପ ହୋଇଥାନ୍ତି। ସେପରି ସମ୍ମାନ ଆଦର ସହକାରେ ଆମର ପୂର୍ବ ସ୍ଲାଇଡରେ ପଢିକି ଆସିଲେ ସମ୍ମାନ ଆଦର ସହକାରେ ମଧ୍ୟ ଆମର ପ୍ରାଣୀବାଚକ ପଦ ଗୁଡିକ ମଧ୍ୟ ବଚନ ସୂଚକ ଆମର ତାହା ଯୋଉ ସେଗୁଡିକ ଏକ ବଚନ କିମ୍ବା ଆମର ବହୁ ବଚନ ରୂପ ନେଇଥାନ୍ତି। ସେ ଯୋଉ ପ୍ରାଣୀବାଚକ ବଚନ ସୂଚକ ଶବ୍ଦ ବା ପଦ ଗୁଡିକ କଣ କଣ ମାନେ, ମାନ, ଟି ଏସବୁ ସମ୍ମାନ, ଆଦର, ଗୁରୁତ୍ୱ ପ୍ରଦାନ କରିଥାଏ। ନଈ ମାନେ ମାତୃବତ। ଏଠି ଆମେ ନଈକୁ ମା ଭଳି ସମ୍ମାନ ପ୍ରଦାନ କରୁଛୁ। ନଈ ମାନେ ମାତୃବତ। ପାହାଡଟି ସୁନ୍ଦର, ଏଠି ଆଦର ହେଇପାରେ, ସମ୍ମାନ ବି ହୋଇପାରେ। ଟି ସଂଯୋଜକ ପଦଟି ଲାଗିଛି ଏଠାରେ। ପଥରମାନ ସାକ୍ଷାତ ଠାକୁର, ବାଲି ରଗଡା ମାନେ ଶାଳଗ୍ରାମ ହୋଇଗଲେ। ଏଠି ସମ୍ମାନ ଅର୍ଥ ମାନେ ଯୋଗ ହୋଇଛି। ବୁଝିପାରିଲେ? ସମ୍ମାନ, ଆଦର, ଗୁରୁତ୍ୱ ପ୍ରତିପାଦନ ଅର୍ଥରେ ମଧ୍ୟ ଅପ୍ରାଣୀବାଚକ ପଦ ଯାହାର ଜୀବନ ନାହିଁ ଯୋଉ ପଦର ନଈ, ପାହାଡ, ପଥର ଏସବୁ ଆମର ଜୀବନ ନାହିଁ, ଅପ୍ରାଣୀବାଚକ ପଦ। ତାପରେ ମଧ୍ୟ ମାନେ, ମାନ, ଟି ଇତ୍ୟାଦି ପଦ ଲଗାଇ ଆମେ ତାର ଏକ ବଚନ କିମ୍ବା ବହୁ ବଚନରେ ରୂପାନ୍ତରିତ କରିଥାନ୍ତି। ବୁଝିଲେ? ବିଭିନ୍ନ ବୈଶିଷ୍ଟ୍ୟ ଅଛି ଆମର ଓଡିଆ ବ୍ୟାକରଣର ବଚନ ବିଷୟରେ। କେମିତି ଆମେ ଗୋଟେ ପଦକୁ ଏକ ବଚନ କିମ୍ବା ବହୁ ବଚନ ରୂପାନ୍ତରିତ କରିବା କିମ୍ବା ଜାଣିବା ସେସବୁ ବିଷୟରେ ଆମେ ବର୍ତ୍ତମାନ ଡିସ୍କସନ କରିକି ଆସିଲେ। ତା ସହିତ ଆମର ଗୋଟିଏ ପଦକୁ ବହୁ ବଚନ କରିବା ପାଇଁ ଏଇଟା ମଧ୍ୟ ଆମେ ଡିସ୍କସନ କରିଛନ୍ତି ଯେ ଅନେକ କୃଷକ ମାନେ, ଏଠାରେ ମାନେ ଆଉ ଅନେକ ଦୁଇଟି ବହୁ ବଚନାନ୍ତ ପଦ। ବହୁ ଜନଗଣ, ଯେତେ ପିଲା ସବୁ ଏସବୁ ଆମର ଭୁଲ। ଓକେ। ଗୋଟେ ଶବ୍ଦରେ ଦୁଇଟି ବହୁ ବଚନାନ୍ତ ସୂଚକ ପଦ ରହିପାରିବ ନାହିଁ। ଯଦି ଆମେ ଲେଖିବା ପିଲା ସବୁ ଲେଖିଲେ ଠିକ ହବ, ନଚେତ ଯେତେ ପିଲା ଲେଖିଲେ ଠିକ ହବ। ଯେତେ ପିଲା ସବୁ ଲେଖିଲେ ଏଟା ଗ୍ରାମାଟିକାଲି ଭୁଲ ରହେ। ଠିକ କଣ ତାକୁ ଲେଖା ହେଇଛି କୃଷକ ମାନେ ଠିକ ହବ, ପିଲା ସବୁ ଠିକ ହବ, କେବଳ ଜନଗଣ ଠିକ ହବ, ନହେଲେ ବହୁ ଜନ ଠିକ ହବ, ବହୁ ଜନଗଣ ଭୁଲ ହବ। ମୁଁ କହିକି ଆସିଲି କେତେକ ସ୍ଥଳରେ ଏହି ନିୟମର ଆମର ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ। ବାକ୍ୟର ଅର୍ଥକୁ ଶକ୍ତିଶାଳୀ କରିବା ପାଇଁ ଯୁଗ୍ମ ବହୁ ବଚନର ବ୍ୟବହାର ହୋଇଥାଏ। ବହୁତ କମ ସ୍ଥଳରେ ବା କେତେକ ସ୍ଥଳରେ ଆମର ବାକ୍ୟର ଅର୍ଥକୁ ଶକ୍ତିଶାଳୀ କରିବା ପାଇଁ ଏଇ ଯୋଉ ଯେତେ ପିଲା ସବୁ ହୁଅନ୍ତୁ କି ବହୁ ଜନଗଣ ହୁଅନ୍ତୁ, ଏଇ ଯୁଗ୍ମ ବହୁ ବଚନାନ୍ତ ସୂଚକ ପଦକୁ ଆମେ ବ୍ୟବହାର କରିଥାଉ। ଓକେ। କଣ ଏକ୍ସାମ୍ପଲ ନା ମୁନା ସବୁ କ୍ଷୀର ତକ ଢାଳିଦେଲା। କ୍ଷୀର ତକ ଲେଖିଲେ ବହୁ ବଚନ ହେଇଥାନ୍ତା, ନହେଲେ ସବୁ କ୍ଷୀର ଲେଖିଲେ ବି ବହୁ ବଚନ ହେଇଥାନ୍ତା। ମାତ୍ର ଆମେ ସବୁ କ୍ଷୀର ତକ କହିଲେ ବି ଏହା ଠିକ ହବ, କାହିଁକି ନା ଏହା ବାକ୍ୟକୁ ବା ବାକ୍ୟର ଅର୍ଥଟିକୁ ଶକ୍ତିଶାଳୀ କରିବା ପାଇଁ ଆମେ ଏଇଭଳି ଲେଖିଛନ୍ତି ଯେ ମୁନା ସବୁ କ୍ଷୀର ତକ ଢାଳିଦେଲା। ବୁଝିପାରିଲେ? କେତେକ ସ୍ଥଳରେ ମାନେ ବହୁତ କମ ସ୍ଥଳରେ ଏହି ବ୍ୟତିକ୍ରମଟି ପରିଲକ୍ଷିତ ହୁଏ। ମାତ୍ର ସର୍ବଦା ମନେ ରଖିଥିବେ କେବେ ବି ଗୋଟେ ପଦରେ ବା ଶବ୍ଦରେ ଦୁଇଟି ବହୁ ବଚନ
ବହୁବଚନ ସୂଚକ ଶବ୍ଦ ବ୍ୟବହାର ହୋଇପାରିବ ନାହିଁ। ଏ ଶବ୍ଦରେ ଆମ ବ୍ୟତିକ୍ରମ ଅଛି। ତେଣୁକରି ହରିବାବୁଙ୍କର ସବୁ ପିଲାଗୁଡ଼ିକ ଚାଲାକ। ଆରେ ପିଲାଗୁଡ଼ିକ ଲେଖିଥିଲେ ଠିକ ହେଇଥାନ୍ତା, ସବୁ ପିଲା ଲେଖିଥିଲେ ବି ଠିକ ହେଇଥାନ୍ତା। ମାତ୍ର ସବୁ ପିଲାଗୁଡ଼ିକ ଲେଖିବା ଦ୍ୱାରା ଏଇ ବାକ୍ୟଟି ଅଧିକ, ଯୋଉ ବାକ୍ୟଟିର ଅର୍ଥଟି ଅଧିକ ଶକ୍ତିଶାଳୀ ବୁଝାଉଛି। ଶକ୍ତିଶାଳୀ ମାନେ ମାଡ଼ଗୋଳ କରିବନି ଯେ ଶକ୍ତିଶାଳୀ, ନା ଅର୍ଥଟି ଶକ୍ତିଶାଳୀ ବୁଝାଉଛି। ହରିବାବୁଙ୍କର ସବୁ ପିଲାଗୁଡ଼ିକ ଚାଲାକ, ସବୁ ପିଲାଗୁଡ଼ିକ ଦୁଷ୍ଟ। ବୁଝିପାରିଲେ? ମାତ୍ର ଓଡ଼ିଆର ଆମର ଓଡ଼ିଆ ବ୍ୟାକରଣର ନିୟମ ଅନୁସାରେ କେବଳ ଗୋଟିଏ ପଦରେ ଗୋଟିଏ ବହୁବଚନ ସୂଚକ ଶବ୍ଦଟି ରହେ। ଦୁଇଟି ବହୁବଚନ ସୂଚକ ଶବ୍ଦଟି ରହିଲେ ସେଇ ଶବ୍ଦଟି ଗ୍ରାମାଟିକାଲି ଇନକରେକ୍ଟ। ବୁଝିପାରିଲୁ? କ୍ଲିୟର? ଆପଣମାନଙ୍କର ଏ ଯୋଉ ବଚନ, ଏକବଚନ, ବହୁବଚନ ବିଷୟଟି ଆଜି ଯୋଉ ପଢାଯାଉଛି ତାହା ଉପରେ କ୍ଲିୟର ହେଲେ? ତେଣୁକରି ନେକ୍ସଟ ଆମେ ଦେଖିବା ଯେ ଶୁଦ୍ଧ ଅଶୁଦ୍ଧ କଣ ସବୁ ସେଇ ଜିନିଷଟି କୁହାଗଲା ଯେ ବହୁବଚନର ଅଥବା ଏକବଚନ ସୂଚକ ଗୁଡ଼ିକୁ ଆମେ ଏକ ସମୟରେ ପଦର ପୂର୍ବରୁ ଓ ପରେ ବ୍ୟବହାର କରିପାରିବା ନାହିଁ। ସେଇ ଜିନିଷଟା ମୁଁ ଏବେ କହି ଆସିଲି। ଓକେ, ଅନେକ ଲୋକ ହଉଛି ଶୁଦ୍ଧ, ଅନେକ ଲୋକ ଠିକ, ଲୋକମାନେ ଠିକ, ଅନେକ ଲୋକମାନେ ହଉଛି ଭୁଲ। ଗ୍ରାମାଟିକାଲି ସବୁ ଭୁଲ। ସବୁ ପିଲା ହବ ନହେଲେ ପିଲା ସବୁ ହବ, ସବୁ ପିଲାମାନେ ଭୁଲ। ତ ଆମର ପ୍ରତ୍ୟେକ ଛାତ୍ରୀ ହବ, ଆଉ ପ୍ରତ୍ୟେକ ଛାତ୍ରୀ ସବୁ ଭୁଲ। ଓକେ, ପ୍ରତ୍ୟେକ ଛାତ୍ରୀ କହିଲେ ଆମର ଛାତ୍ରୀ ମାନଙ୍କୁ ବୁଝାଉଛି, ଏକ ଏକ କରି ସବୁ ଛାତ୍ରୀଙ୍କୁ ବୁଝାଉଛି। ପୁଣି ପ୍ରତ୍ୟେକ ଛାତ୍ରୀ ସବୁ କଣ, ଆଇଦର ଲେଖିଦିଅ ଛାତ୍ରୀ ମାନ, ଛାତ୍ରୀ ମାନଙ୍କୁ ନହେଲେ ଛାତ୍ରୀ ମାନେ, ଇଏ ଆମର ଠିକ ହବ, ବହୁବଚନାନ୍ତ ରୂପ ହବ ଛାତ୍ରୀ ମାନେ, ନଚେତ ଛାତ୍ରୀ, ଛାତ୍ରୀ ମାନଙ୍କୁ। ତେଣୁକରି ଏଇଥିଲା ଆମର ଆମର ବଚନ, ଏକବଚନ, ବହୁବଚନ, ଆମର ବଚନର ସଂଜ୍ଞା କଣ, ଏକବଚନ ବହୁବଚନ ଆମେ କେମିତି ଚିହ୍ନିବା, ଆଉ ଗୋଟେ ଶବ୍ଦକୁ ଏକବଚନ ବହୁବଚନ କେମିତି ରୂପାନ୍ତରିତ କରିବା, ତାର ବିଭିନ୍ନ ବୈଶିଷ୍ଟ୍ୟ, ବିଭିନ୍ନ ପ୍ରକାର, ଆମର କୋଉ ପ୍ରକାରରେ ଏକ ଶବ୍ଦ ଏକବଚନ ହୋଇପାରିବ, ଏକ ଶବ୍ଦ ବହୁବଚନ ରୂପାନ୍ତରିତ ହୋଇପାରିବ। ଆଉ ତା ସହିତ ମଧ୍ୟ ଆମେ ଗୋଟିଏ ଶବ୍ଦରେ ବା ଗୋଟିଏ ପଦରେ ଦୁଇଟି ବହୁବଚନାନ୍ତ ସୂଚକ ପଦ ଲଗାଇ ଲେଖିଲେ ଏହା ଗ୍ରାମାଟିକାଲି ଭୁଲ ହବ। ତେଣୁକରି ଆଉ ଯୋଉ ଆମର ଗୋଟେ ଗୋଟେ ଶବ୍ଦର ପରେ ଯାହା ଲାଗିବ, ପରେ ଯୋଉ ବହୁବଚନ କି ଏକବଚନ ସୂଚକ ପଦ ଲାଗେ ତାକୁ ସଂଯୋଜକ ପଦ, ପୂର୍ବରୁ ଲାଗିଲେ ଅଭିଯୋଜକ ପଦ, ଏସବୁ ବିଷୟରେ ଆମେ ଆଲୋଚନା କଲେ। ଆଶା ଆପଣଙ୍କୁ ଏଇ ବଚନ, ଓଡ଼ିଆ ବ୍ୟାକରଣର ବଚନ କ୍ଲାସଟି ଆପଣଙ୍କୁ ଭଲ ଲାଗିଥିବ। ଦୟାକରି ମୋ ଚ୍ୟାନେଲକୁ ନୂଆ କରି ଭିଜିଟ କରିଥିଲେ ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। ସବସ୍କ୍ରାଇବ କରନ୍ତୁ, ସେୟାର କରନ୍ତୁ, ଲାଇକ୍ କରନ୍ତୁ, ଅନ୍ୟମାନଙ୍କୁ ମଧ୍ୟ ସେୟାର କରି ସେମାନଙ୍କ ନିକଟରେ ଏଇ ଭିଡିଓଟି ପହଞ୍ଚାନ୍ତୁ। ଥ୍ୟାଙ୍କ ୟୁ ଭେରି ମଚ୍।